श्रीयुक्त एटीएस बेलासन सार को अनुरोध करी से आजिकार ओंकार मंत्र रखिए। श्रीयुक्त एटीएस सर, एटीएस बेलासन महोदय सर। धन्यवाद दिलीप सर। धन्यवाद एटीएस। आमर विवेक लोक लोक संस्कृतिर अन्यतम सदस्य आमर समस्तंकर प्रिय रवि भाई को अनुरोध करी आजिकार विवेक बाणी रखिए। श्रीयुक्त रवि भाई महोदय। समस्त को सुस्वागत। विवेक वाणी आदर्श सन्यासी अपेक्षा आदर्श गृही हेबा कष्टकर। यथार्थ त्यागर जीवन अपेक्षा यथार्थ कर्मीर जीवन कठोरतर नहेले मध्य समभावे कठिन। स्वामी विवेकानंद। नमस्कार। मोर विवेक बाणी पाठन एटी सर्च करिछि। धन्यवाद रवि भाई। आजिकार कार्यक्रम पुरोधा तथा सभापति श्रीयुक्त महंत सर, जड़े वरिष्ठ शिक्षक तथा स्वामी विवेकानंद लोक संस्कृति मयूरभंज संपादक, तांको मु अनुरोध करी आजिकार ए कार्यक्रम को परिचालन करेंगे एवं आग को नेबे। श्रीयुक्त युधिष्ठिर महंत महोदय। युधिष्ठिर भाई। धन्यवाद दिलीप भाई। स्वामी विवेकानंद लोक संसद मयूरभंज शाखार नवम ई पाठचक्र को पुनर्बार मु समस्त को स्वागत करुच्ची। आज शीर्षक आम प्रकृति आम संस्कृति रे मयूरभंजर लोकगीत। तेरे मयूरभंज होची उत्कल कमलर स्वर्ण केशर सदृश एवं जହାର संभार प्रकृति एवं संस्कृति रे भरपूर। प्रकृति एवं संस्कृति ही आमर संपद। तेरे विभिन्न संस्कृति को आधार करी एही जिलार लोक माने तांकर विभिन्न पर्वपर्वाणी पालन करथांती। जेहेतु अधिकांश लोक एठिकार कृषक एवं श्रमिक, तेणु तांकर श्रम लाघव पाई से माने विभिन्न पर्वपर्वाणी पालन करथांती। सही पर्वपर्वाणी भितरु अधिकांश पर्व संस्कृति आधारित। ये तांकर सांप्रदायिक संस्कृति को आधार करी से माने ए पर्वपर्वाणी पालन करथांती। जेमिति आमर रज संक्रांति रे साउती एवं बाथोड़ी संप्रदाय रे लोक माने ए रज गीत गाई गाँ गाँ मध्य तांकर प्रतियोगिता हुए एवं सही लोकगीत माध्यम रे ही तांकर प्रतियोगिता होई थाए। तांका भितरे एपरी कवित्व आमर प्रतिभा निमज्जित अछि जे से माने निमिषक मध्य पद को पद छंदी गीत बोली प्रश्नर उत्तर दे थांती। सेहीपरि महंत संप्रदायर लोक माने मध्य कर्म पूजा, दशहरा एवं काली पूजा रे निज संप्रदायर लोकगीत
ଯଥା ଝୁମର ଏବଂ ପାଠଶାଲିଆ ନାଚ ଗାଇ ଏବଂ ତା ସହିତ ସେ ଗୀତର ତାଳେ ତାଳେ ନାଚି ତାଙ୍କର ପର୍ବ ଗୁଡ଼ିକୁ ଧୁମଧାମରେ ପାଳନ କରିଥାନ୍ତି। ସାନ୍ତାଳ ସମ୍ପ୍ରଦାୟର ଲୋକମାନେ ତାଙ୍କର ବାହା ପରବ ଆଉ ସହରାଇ ପର୍ବକୁ ମଧ୍ୟ ତାଙ୍କ ଲୋକ ଗୀତ ମାଧ୍ୟମରେ ଗାଇ ଏବଂ ବାଦ୍ୟର ତାଳେ ତାଳେ ନାଚି ଧୁମଧାମରେ ପାଳନ କରିଥାନ୍ତି। ଠିକ୍ ସେହିପରି କୋଲ୍ହ ସମ୍ପ୍ରଦାୟର ଲୋକମାନେ ମଧ୍ୟ ତାଙ୍କର ମାଘେ ପରବକୁ ସେ ଲୋକ ଗୀତ ମାଧ୍ୟମରେ ଗାଇ ନାଚି ଏବଂ ବଜେଇ ସେମାନେ ତାଙ୍କର ପର୍ବଟିକୁ ଧୁମଧାମରେ ପାଳନ କରିଥାନ୍ତି। ତେବେ ଆଜି ଆମ ଗହଳରେ ଏପରି ଜଣେ ବ୍ୟକ୍ତିତ୍ୱ ଉପସ୍ଥିତ ଅଛନ୍ତି ଯାହାକୁ ଆମର ବକ୍ତା ଭାବରେ ପାଇଛୁ। ସେ ଏଇ ଠାକୁରମୁଣ୍ଡା ମାଟିର ଗର୍ବ ଗୌରବ ଏବଂ ପ୍ରେରଣାର ଉତ୍ସ। 2000 ମସିହାରେ ମେହେର ସାହିତ୍ୟ ଉପରେ ଗବେଷଣା କରି ସେ ଡକ୍ଟରେଟ୍ ଉପାଧି ହାସଲ କରିଛନ୍ତି ଏବଂ ତାଙ୍କ ଅଧୀନରେ ବହୁ ଗବେଷଣା କରି ମଧ୍ୟ ସେମାନେ ଡକ୍ଟରେଟ୍ ଉପାଧି ହାସଲ କରିସାରିଲେଣି। କରଞ୍ଜିଆ କଲେଜରୁ ସେ ଅଧ୍ୟାପକ ଭାବରେ କାର୍ଯ୍ୟ ଆରମ୍ଭ କରି ଅଧ୍ୟକ୍ଷ ଭାବରେ ଆନନ୍ଦପୁର ମହାବିଦ୍ୟାଳୟରେ ତାଙ୍କର ସେବାକାଳୀନ ଅବସରରୁ 2019 ମସିହା ଫେବୃଆରୀ ମାସରେ ଅବସର ନେଇ ସାରିଛନ୍ତି। ସେହି ଆମର ବ୍ୟକ୍ତିତ୍ୱଙ୍କୁ ଆମ ଗହଣରେ ପାଇ ଆମେ ନିଜକୁ ଧନ୍ୟ ମନେ କରୁଛୁ। ବର୍ତ୍ତମାନ ମୁଁ ଅନୁରୋଧ ରଖିବି ଡକ୍ଟର ହରିଶ୍ଚନ୍ଦ୍ର ବାରିକ ମହୋଦୟ ସେ ତାଙ୍କର ବକ୍ତବ୍ୟ ରଖିବେ ଏବଂ ଆମକୁ ଦିଗଦର୍ଶନ ଦେବେ। କ୍ଷମା କରିବେ ସାରଙ୍କର ଫୋନ୍ ଟା ଲିଙ୍କ ହଉନାହିଁ ମୁଁ ତାଙ୍କ ପାଖରେ ଅଛି ତେଣୁ ମୋ ଫୋନରେ ହିଁ ସେ ତାଙ୍କର ବକ୍ତବ୍ୟ ଦେବେ। ହ୍ୟାଲୋ 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 ସାର୍। ହଁ ସାର୍ ହ୍ୟାଲୋ ଶୁଭୁଛି। ସାର୍। ହଁ ସାର୍ ଶୁଭୁଛି ଆଜ୍ଞା। ନାଇଁ ସାର୍ ଶୁଭୁଛି ଯେ ସମସ୍ତଙ୍କୁ ଶୁଭୁଛି ତ? ଆଜ୍ଞା। ହ୍ୟାଲୋ। ହଁ ସାର୍ ସମସ୍ତେ ହ୍ୟାଲୋ। ଶୁଣିପାରୁଛୁ ଆପଣ କୁହନ୍ତୁ ସାର୍। ନାଇଁ ସାର୍ ଶୁଣନ୍ତୁ ପ୍ରକୃତରେ ମୋର ଅସହାୟତା ହଉଛି ଏଇଆ ଆପଣ ମାନଙ୍କର ଭୂମିକା ମୁଁ ପ୍ରଶଂସା କରୁଛି। ଆଜି ଆପଣମାନେ ମତେ କିଛି କହିବାର ସୁଯୋଗ ଦେଇଥିବାରୁ। ଏ ସୁଯୋଗକୁ ସଦ୍ବ୍ୟବହାର କରିବା ପୂର୍ବରୁ ମୋ ଅସହାୟତା ଟା ମୁଁ କହିଦଉଛି। କାରଣ ମୁଁ ଜାଣିପାରୁନାହିଁ ଯେ ଆପଣ ମାନେ ସମସ୍ତେ ଏ ଲିଙ୍କରେ ରହିକି ମୋ କଥା ଶୁଣି ପାରୁଛନ୍ତି ନା ନାହିଁ। ତେଣୁ ଦୟାକରି ମଝିରେ ମଝିରେ ଯଦି କିଏ ଶୁଣି ନ ପାରିବେ ମତେ ଟିକେ କହିବେ ନହେଲେ ମୁଁ କିଛି କହିପାରିବି। ମୁଁ ଡକ୍ଟର ବାରି ଆଦିବାସୀ ନହେଲେ ବି ଗୋଟେ ଆଦିବାସୀ ମଣିଷ। ସାର୍ ମାନେ ଶୁଣିପାରୁଛନ୍ତି ତ? ହ୍ୟାଲୋ ସାର୍। ଆଜ୍ଞା ଆଜ୍ଞା। ନାଇଁ ମଝିରେ ଟିକେ କହୁଥିବେ ନଚେତ୍ ମତେ ପ୍ରଶ୍ନ ପଚାରୁଥିବେ। ନହେଲେ ମଜା ଲାଗିବନି କି ମୁଁ ଆନନ୍ଦ ଅନୁଭବ କରିପାରିବିନି। ସାର୍ ଆମେ ଆପଣଙ୍କ ଠାରୁ 45 ମିନିଟ୍ ଶୁଣିବୁ। ତା ଭିତରେ ନିଶ୍ଚୟ ଯଦି କିଛି ପ୍ରଶ୍ନ ଥାଏ ତାହା ପରେ ଆମେ ପଚାରିବୁ। କାରଣ ପଚାରିବେ ଅନଲାଇନ ନାଇଁ ପ୍ରୋଗ୍ରାମ ଟିକେ ମୁଁ କହିଦଉଛି ଡିଷ୍ଟର୍ବ ହବ। କାଇଣ୍ଡଲି ନାଇଁ କଣ୍ଟିନ୍ୟୁ ଡିଷ୍ଟର୍ବ କରନ୍ତୁ ହେଲେ ସାର୍। ବି ମୁଁ ସମ୍ଭାଳି ପାରିବି କାରଣ ସେଟା ମୋ ପାଇଁ ବଡ କଥା ନୁହଁ। କିନ୍ତୁ ଏଇ ଯୋଉ ଗୋଟେ ଶ୍ରେଣୀ କକ୍ଷରେ କିମ୍ବା ଗୋଟେ ସଭାଗୃହରେ ରହି ଲୋକ ସାମ୍ନାରେ ବସି କଥା କହିବା ଆଉ ଅନଲାଇନରେ କଥା କହିବା ଭିତରେ ଗୋଟେ ପ୍ରଭେଦ ରହିଛି। ଆଉ ସେଇ ପ୍ରଭେଦ ଟା ମତେ ପ୍ରକୃତରେ ଯନ୍ତ୍ରଣା ଦିଏ ଯେ ପ୍ରକୃତରେ ମୋ କଥା ଆପଣ ମାନେ ଶୁଣି ପାରୁଛନ୍ତି ନା ନାହିଁ। ଶୁଣି ପାରୁଛନ୍ତି ତଥାପି ମନରେ ଗୋଟେ ଆସେ ମୋର ଟପିକ ମୋର ବିଷୟବସ୍ତୁ ମୟୂରଭଞ୍ଜର ଲୋକଗୀତ। କିନ୍ତୁ ମୁଁ ଯୁଧିଷ୍ଠିର ବାବୁଙ୍କୁ କହିଥିଲି ଯେ ମୟୂରଭଞ୍ଜଙ୍କ ଆଦିବାସୀଙ୍କ ଲୋକ ଗୀତ।
ମୁଁ କାହିଁକି ଆଦିବାସୀଙ୍କ ଲୋକଗୀତ କହିଲି? ମୁଁ ଆଦିବାସୀ ମଣିଷ ସହିତ ଏକାତ୍ମ ଭାବରେ ଜଡ଼ିତ ହୋଇଯାଇଥିଲି। ଆଦିବାସୀ ନହେଲେ ବି ସେଇ ମଣିଷ ମାନଙ୍କୁ ଅତି ନିକଟରୁ ଦେଖିଛି, ଅତି ଅନ୍ତରଙ୍ଗ ଭାବରେ ଭଲ ପାଇଛି। ଗୋଟେ ଘଟଣା କହୁଛି ଆପଣମାନେ ଶୁଣିପାରୁଥିବେ। ମୁଁ ଯେତେବେଳେ ଚାକିରି ଜୀବନ ଆରମ୍ଭ କଲି କରଞ୍ଜିଆରୁ ବଦଳି ହେଇ କଟକ ସହରର ଗୋଟେ ଉପାନ୍ତ ଅଞ୍ଚଳ ବଡମ୍ବା କଲେଜକୁ ଗଲି। ମନରେ ଅନେକ ଚିନ୍ତା, ଅନେକ ଭାବନା ଯେ କଟକ ସହରକୁ ଯାଉଛି, ମୋ ଅଞ୍ଚଳର ପିଲାମାନଙ୍କୁ ମୁଁ ଏଠି ପାଇବି ନାହିଁ। ମୁଁ ଗଲି, ପହଞ୍ଚି ସାରିଲା ପରେ ମନରେ ଦୁଃଖ ଆସିଲା, ମନରେ ଯନ୍ତ୍ରଣା ଆସିଲା ଯେ ଏଇ ମଣିଷ ମାନଙ୍କ ସହିତ ମୁଁ ମିଶି ପାରିବି ତ? ଅଧ୍ୟାପକ ଜୀବନର ସଫଳତା ଏ ସହରୀ ମଣିଷ ମାନଙ୍କ ସହିତ ମିଶି ପାଇପାରିବି ତ? ପ୍ରଥମ ଦିନର ଘଟଣା, ମୁଁ ଶ୍ରେଣୀ କକ୍ଷକୁ ଗଲି। ମୋର ଜଣେ ବନ୍ଧୁ ପଦାର୍ଥ ବିଜ୍ଞାନର ଅଧ୍ୟାପକ, ସେ ମତେ ସତର୍କ କଲା ଯେ ଦେଖିବୁ ସେ ବିଏ କ୍ଲାସ ର ପିଲାମାନେ ବହୁତ ବଦମାସ। ଶିକ୍ଷକଙ୍କୁ, ଅଧ୍ୟାପକଙ୍କୁ ସେମାନେ ଅସୁବିଧାରେ ପକାନ୍ତି। ଶ୍ରେଣୀ କକ୍ଷକୁ ଯିବା ପୂର୍ବରୁ ଏ ସଚେତନତା ପାଇ ମୁଁ ଶ୍ରେଣୀ କକ୍ଷକୁ ଗଲି। ଶ୍ରେଣୀ କକ୍ଷରେ ପହଞ୍ଚି ସାରିଲା ପରେ ଦେଖିଲି ଗ୍ୟାଲେରୀରେ ବୋଧେ 200 ପିଲା ବସିଛନ୍ତି। ଗ୍ୟାଲେରୀର ଷ୍ଟେଜକୁ ଉଠିଲା ବେଳେ ମୁଁ ଦେଖିଲି ଗ୍ୟାଲେରୀ ଉପରେ ଗୋଟେ ଗିଦ୍ଧ ଚମଡା ଟଙ୍ଗା ହେଇଛି, ଭଙ୍ଗା ହାଣ୍ଡି 2-3ଟା ପଡିଛି, ଗୋଟେ ସଦ୍ୟ ଫୁଟନ୍ତା କୁରେଇ ଫୁଲର ଡାଳ ପୋତା ହେଇଛି, କିଛି କଦଳୀ ଚୋପା, ଅନାବନା ଛିଣ୍ଡା ଲୁଗା ଟଙ୍ଗା ହେଇଛି। ଏ ସମସ୍ତ ଦେଖି ସାରିଲା ପରେ ମୁଁ ଟିକେ ବିଚଳିତ ହେଇଗଲି। କ୍ଲାସ ନେବି, ଶ୍ରେଣୀ କକ୍ଷକୁ ଯାଇଛି, ଚାକିରି ଜୀବନ ଆରମ୍ଭ କରିଛି, ପିଲାମାନଙ୍କୁ ଦେଖି ହସିଦେଲି। ମୁଁ ପିଲାମାନଙ୍କୁ କହିଲି, ବାବୁରେ, ମୁଁ ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଅଞ୍ଚଳରୁ ଆସିଥିବା ଜଣେ ଆଦିବାସୀ। এই ଅଞ୍ଚଳକୁ ଆସିବା ବେଳକୁ ମୁଁ ଭାବିଥିଲି ଯେ ଇଏ ତ କଟକ ସହର, ଏଠି ସଭ୍ୟ ମଣିଷ, ଉନ୍ନତ ମଣିଷ, ଏମାନଙ୍କ ସହିତ ମିଶି ପାରିବି ତ? ଏମାନଙ୍କ ସହିତ ଚଳିପାରିବି ତ? ଆଜି ଏ ଶ୍ରେଣୀ କକ୍ଷରେ ପଶି ସାରିଲା ପରେ ଏ ଭାବନା, ଏ ଚିନ୍ତା ମୋର ଦୂରେଇ ଗଲା। କାରଣ ମୁଁ ଦେଖିଲି ଯେ କଟକ ସହରରେ ମୋ ଆଦିବାସୀ ଭାଇ ଭଉଣୀ ମାନେ ଅଛନ୍ତି। କେମିତି ନା, ମୋ ଶିମିଳିପାଳ ଜଙ୍ଗଲ ଭିତରେ ରହୁଥିବା ଆଦିବାସୀ ମାନେ ଗୋବର ନେଶା ମାଟି କାନ୍ଥ ଉପରେ ଗିଦ୍ଧ ଚମଡା ଟାଙ୍ଗନ୍ତି, ଭଙ୍ଗା ହାଣ୍ଡି ଦିଅନ୍ତି, କଦଳୀ ଚୋପା, କୋଟା ଝୋଟା, ଛିଡା କନା ଟାଙ୍ଗନ୍ତି। ଆଜି ଏ ଶ୍ରେଣୀ କକ୍ଷରେ କଦଳୀ ଚୋପା, ଗିଦ୍ଧ ଚମଡା, କୋଟା ଝୋଟା ଦେଖି ମୋର ମନେ ହେଲା ଏଠି କଟକ ସହରର ମଣିଷ ନୁହନ୍ତି, ମୋ ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳର ପାଦ ଦେଶରେ ରହୁଥିବା ଆଦିବାସୀ ଭାଇ ଭଉଣୀ ମାନେ ରହୁଛନ୍ତି। ତେଣୁ ମୁଁ ଯୋଉ ଦୁଃଖ କରିଥିଲି, ମୋ ମନ ଭିତରେ ଯୋଉ ଯନ୍ତ୍ରଣା ଥିଲା, ସେ ଯନ୍ତ୍ରଣା ଆଉ ନାହିଁ, ସେ ଦୁଃଖ ନାହିଁ। ବରଂ ମୁଁ ଆନନ୍ଦ ପାଇଲି ମୋ ଅଞ୍ଚଳର ଆଦିବାସୀ ଭାଇ ଭଉଣୀ ମାନଙ୍କୁ ଏ କଟକ ସହର ଭିତରେ ଦେଖି। କୌଣସି ଉପାୟରେ 50 ମିନିଟର ଶ୍ରେଣୀ କକ୍ଷର ପାଠ ପଢେଇ ଆସି ସାରିଲା ପରେ ମୋ ମନରେ ଗୋଟେ ଚିନ୍ତା ଆସିଲା ଯେ ସତରେ ଆଦିବାସୀଙ୍କୁ ନେଇ
ଅନୁନ୍ନତ ସମ୍ପ୍ରଦାୟର ମଣିଷଙ୍କୁ ନେଇ କିଛି କରି କିଛି ଲେଖି ସେଇଦିନ ଠାରୁ ଶପଥ କରି ସେ ମଣିଷକୁ ଚିହ୍ନିବାକୁ ଚେଷ୍ଟା କଲି, ସେ ମଣିଷକୁ ଜାଣିବା ପାଇଁ ଚେଷ୍ଟା କଲି ଏବଂ ସେଇ ମଣିଷମାନଙ୍କ ଭିତରେ ଥିବା ଏକ ସ୍ୱାଭାବିକ ପ୍ରବୃତ୍ତି ଲୋକଗୀତକୁ ଅନୁଶୀଳନ କଲେ। ତେଣୁ ଆପଣମାନଙ୍କ ସମ୍ମୁଖରେ ମୟୂରଭଞ୍ଜ ଜିଲ୍ଲାର ଆଦିବାସୀ ମାନଙ୍କ ଲୋକଗୀତ ସମ୍ପର୍କରେ କିଛି କହିବାକୁ ଚେଷ୍ଟା କରୁଛି। ଲୋକଗୀତ କିଛି ବିଚକ୍ଷଣ ବୁଦ୍ଧି ସମ୍ପନ୍ନ ବ୍ୟକ୍ତି ମାନଙ୍କର ହୃଦୟ କନ୍ଦରୁ ଉତୁରି ପଡୁଥିବା ଆବେଗ ଲୋକଗୀତ। ଏହା ଏକ ଆବେଗପୂର୍ଣ୍ଣ ଉଚ୍ଛ୍ୱାସ, ନାନା ଭାବ ଅନୁଭାବର ଏହା ଏକ ସ୍ୱାଭାବିକ ପରିପ୍ରକାଶ। ଲୋକଜୀବନର ବ୍ୟାପ୍ତି ଗଭୀରତା ଏହାର ପ୍ରାଣ। ହୃଦୟର ଗଭୀରତମ ପ୍ରଦେଶ ଏହାର ଜନ୍ମସ୍ଥାନ। ଅନୁଭବ ଲବ୍ଧ ଚେତନା ଏହାର ମୂଳ ଉତ୍ସ। ସମୁଦ୍ର ମନ୍ଥନରୁ ଅମୃତ ମିଳିଲା ଭଳି ଲୋକଙ୍କ ମାନସ ମନ୍ଥନରୁ ଯେଉଁ ଅମୃତ ମିଳେ, ଲୋକଙ୍କର ମାନସ ମନ୍ଥନରୁ ଯେଉଁ ଅମୃତ ମିଳେ ତାହା ହିଁ ଲୋକଗୀତ। ଆଦିବାସୀ ଜନସାଧାରଣଙ୍କର ଏହା ଏକ ଆତ୍ମଜୀବନ, ଏହା ଏକ ଆତ୍ମଜୀବନର ବଡ଼ ଇସ୍ତାହାର। ଏହା ଏକ ସାଧାରଣ ଜନମିତ ମନର ଏକ ମାନଚିତ୍ର। ସୁଖ ଦୁଃଖ ଆଶା ଆକାଂକ୍ଷା କଳ୍ପନା ଆବେଗର ଏହା ଏକ ବିମ୍ବିତ ଛାୟାଚିତ୍ର, ଯୋଉଠି ଫୁଟି ଉଠିଥାଏ ଫୁଟିର ପଦ୍ମ କର କର ସ୍ନିଗ୍ଧ ସୁରଭିରେ ଭାଇଚାରାର ଆତ୍ମୀୟତାର ଅନାବିଳ ସ୍ନେହ ପ୍ରେମର ଜ୍ୱଳନ୍ତ ନିଦର୍ଶନ ଲୋକଗୀତ। ସଭ୍ୟତାର ଉଷା କାଳରେ ଯେତେବେଳେ ସେ କଥା କହିଲା, ସେତେବେଳେ ସେ ତାର ଜୀବନର ସୁଖ ଦୁଃଖ ଆନନ୍ଦ ନିରାନନ୍ଦ ଆଶା ଆକାଂକ୍ଷା ଯେଉଁ ଢଙ୍ଗରେ ପ୍ରଥମେ ସେ ପ୍ରକାଶ କଲା ତାହା ହିଁ ଲୋକଗୀତ। ଲିଖିତ ରୂପରେ ନୁହଁ ବରଂ କଥିତ ରୂପରେ ନିରକ୍ଷର ଜନତାର ବାସ୍ତବ ଜୀବନର ଅନୁଭୂତି ଯେଉଁଠି ପ୍ରକାଶ ପାଇଥାଏ ତାହା ହିଁ ଲୋକଗୀତ। ଲୋକଗୀତର ଲୋକମାନଙ୍କର ମନୋରାଜ୍ୟରୁ ସୃଷ୍ଟି ହେଇଥିବା ଏକ ସ୍ୱାଭାବିକ ଧାରା, ସ୍ୱାଭାବିକତାର ଏହା ଏକ ବାସ୍ତବ ରୂପ। ଯେଉଁ ଗୀତ ଗୁଡ଼ିକ ଏବେ ମଧ୍ୟ ମୁଖେ ମୁଖେ ରହି ଆସିଛି, କେବେ ହେଲେ ଗ୍ରନ୍ଥ ଭାବରେ ପରିଚିତ ହେବାର ସୁଯୋଗ ଲାଭ କରିନି। ଅବଶ୍ୟ ଏଇଠି ଗୋଟିଏ କଥା କହିବାକୁ ଚାହେଁ, କେବଳ ଜଣେ ବିନୋଦ ଚନ୍ଦ୍ର ନାୟକ ତାଙ୍କର ଗବେଷଣାତ୍ମକ ନିବନ୍ଧରେ କିଛି ଲୋକଗୀତର ସଂଗ୍ରହ କରି ପ୍ରକାଶିତ କରିବାକୁ ଚାହିଁଲେଣି, ବିଶେଷ କରି ସାନ୍ତାଳୀ ଭାଷାର ଲୋକଗୀତ। ଲୋକଗୀତ ଯେତେବେଳେ ସାଧାରଣ ଚାଷୀଟି ମାଟି ପାଣି ପାଦୁଅରେ ଘାଣ୍ଟି ଚକୁଟି ହେଲା ବେଳେ ଗୀତ ଗାଏ। ଚାଷୀ କୃଷି କର୍ମରେ ଲିପ୍ତ ଥିଲା ବେଳେ ମନମତାଣିଆ ଗୀତ ଗାଇ ଯେପରି ନିଜର କ୍ଳାନ୍ତିକୁ ଦୂରେଇ ଦେବାର ସକ୍ଷମ ହୁଏ, ଠିକ୍ ସେହିଭଳି ଶଗଡ଼ିଆଟିଏ ଶଗଡ଼ ଚାଳନାରେ ବ୍ୟସ୍ତ ଥିଲାବେଳେ ମନକୁ ସତେଜ ପ୍ରଫୁଲ୍ଲ କରିବା ପାଇଁ ମନରୁ ଛନ୍ଦି ଗୀତ ଗାଇଥାଏ। ଚଷା ଭାଇର ଗୀତ, ଶଗଡ଼ିଆର ଗୀତ ଲୋକଗୀତର ପରିଚୟ। ଝିଅଟିଏ ବାହା ହେଇ ଶାଶୁଘରକୁ ଯାଏ, ବାପ ଘରେ କଟିଥାଏ ତାର ବାଲ୍ୟ ଜୀବନ। ସାଙ୍ଗସାଥୀ ମେଳରେ ମନମୁଗ୍ଧକର ଘଟଣାପୂର୍ଣ୍ଣ ଦିନ ରାତି ଏ ସମସ୍ତ ତୁଟେଇ ଦେଇ ଗଲାବେଳେ ସେ କାନ୍ଦେ। ଜଣେ ଶିକ୍ଷିତ ଝିଅ କାନ୍ଦେ, ଜଣେ ଆଦିବାସୀ ଝିଅ। ଶିକ୍ଷିତ ଝିଅ କାନ୍ଦିବା, ଆଦିବାସୀ ଝିଅ କାନ୍ଦିବା ଭିତରେ କେବଳ ଏତିକି ତଫାତ୍, ଶିକ୍ଷିତ ଝିଅଟିଏ ସ୍ୱାଭାବିକ ଭାବରେ କାନ୍ଦେ, ଆଦିବାସୀ ଝିଅଟିଏ ସ୍ୱାଭାବିକ ଭାବରେ କାନ୍ଦେ, ବରଂ ମନରୁ ଛନ୍ଦି
बाप प्रति, माँ प्रति, कका प्रति, भाई प्रति, भाई बंधु कुटुंब प्रति मनरु छंदी गीत गाए, कांदना गीत ताहा ही जहाको कि मुहबंधा गीत कहा जाए। ए गीत क्यों पाठ्यपुस्तक लेखा है झील मानकर कांदना गीत गुड़िक स्मृति जड़ित खूब मनमुग्धकर कर्मक्लांत जीवन बंका चाहाणी भितरे मनुष्यर जीवन को टिके बुले कर्मक्लांत जीवन बंका चाहाणी भितरे मनुष्यर मन को टिके बुले मनुष्य गीत गाए पर्व पर्वाणी अवसर विनोदरे कुमार पूर्णिमा राति रे जेतेबेले शंख शुभ्र चंद्रलोक पृथ्वी पृष्ठ रे ढाली ही पड़ुता सेतेबेले पुणे जह्न को देखी शंख शुभ्र चंद्रलोक को देखी गीत गाए दोड़ी गीत आश्विन मासरे दुर्गाष्टमी दिन डाल खाई गीत खुदुरी कणा गीत चैती घोड़ा गीत समर गीत चकुलिया पंडा गीत पटुआ गीत जोगी गीत सापुआ गीत प्रभृति लोकगीत गुड़िक लोकगीतर पर्याय यही लोकगीत केबे उत्पत्ति हला केउठु सृष्टि हला तार कोनोसी ऐतिहासिक प्रमाण नाही तेबे ए कथा स्पष्ट भाव सार माने सुनी पारुचंत हेलो सर हाँ सुना नाई नाई सर शुणु मु केवल भाषण देले चलिबो नहीं मु टिके भाषण प्रिय कथा कहला बेले मु सब किछि भूली जाए निजको भी भूली जाए किंतु आपण माने जदि मोर कथा सुनी न पारुथुबे कारण मु विभिन्न पथी पुस्तक तिल तिल संग्रह करी जो तिल तमाटे तैयारी करिछि सेई तिल तमाटे के आपण मानक सम्मुख रे उपस्थापन करूची भाबुची जे जेरा जमान बंदी बेसी करिवे नाही किंतु सुनी पारुथुबे तेबे एक तो स्पष्ट भाव रे कहा जाई पारे जे लोकगीत दूर अतीत सृष्टि बनवासी यार सत्य आउ बनवासी आदिवासी आदि सभ्यतार सृष्टि करे ज्ञान विज्ञान शीर्ष पहुंची आमे मनुष्य माने आमे समस्त मनुष्य माने ए समस्त मनुष्य मान को लोक बोली कहा जाई परिबो नहीं कारण यह एक साहित्यिक बुझापड़ा लोक कहले पीपुल इन जनरल अर्थ बुझा जाई परिबो लोक कहले अशिक्षित अर्धशिक्षित साधारण मनुष्य के आदिवासी से ही लोक यह एक साहित्यिक बुझापड़ा एवं ए माने जो साहित्य सृष्टि करथिले साहित्य बोली परवर्ती पर्याय कहा जाउछि किंतु जो सृष्टि संभार सृष्टि करथिले जो गीत सृष्टि करथिले परवर्ती पर्यायर विदग्ध साहित्यकार माने ताको लोक साहित्यर मान्यता देले एवं लोक साहित्यर मान्यता देथिबा ए लोकगीत लोकनाटक होउछि विदग्ध साहित्यर उत्पत्ति स्थल तेबे से साधारण मनुष्य आदिम मनुष्य आदिवासी जेतेबेले जंगल रे थिला कंचा मांस खाई बंचुला गछर बक्कल पिंधुला सेतेबेले तो से कथा कहि सिखि नथिला बरं जंगल रे थिला बेले तार चतुष्पार्श्वर नई नाल बण पहाड़ आकाश सूर्य चंद्र कोटि कोटि ग्रह नक्षत्र दूर दिग्बले को छुई अनंत सागर को कौतूहल दृष्टि देखी जड़े साहित्यिक लिखि ए सृष्टि केमिति वैचित्रमय ए वैचित्रमय सृष्टि रे गछ लता नई नाल बण पहाड़ जेतिकी आश्चर्य नुह ताठरू बेसी आश्चर्य मनुष्य से आश्चर्य मनुष्य जेतेबेले प्रकृति कोଳରେ बढ़िथिला प्रकृति कोଳରେ बढ़िथिला किए आदिम अधिवासी आदिम आदिवासी से ही आम सभ्यतार आदिमान से आदिमानव आदिवासी
ଯେତେବେଳେ ଜଙ୍ଗଲରେ ବଢିଥିଲା ସେତେବେଳେ ସେ ଦୂର ଦିଗ୍ବଳୀକୁ ଦେଖୁଥିଲା, ଆକାଶରେ କୋଟି କୋଟି ଗ୍ରହ ନକ୍ଷତ୍ରକୁ ଦେଖିଥିଲା, ଦେଖିଥିଲା ଶୁଣିଥିଲା ବାଘର ହେଣ୍ଟାଳକୁ, ସିଂହର ଗର୍ଜନ, ହାତୀର ଗଗନଭେଦୀ ଶବ୍ଦ, ଚଢେଇର କିଚିରି ମିଚିରି ଶବ୍ଦ, ତା କଣ୍ଠରୁ ମଧୁର କାକଳି, ପାହାଡି ଝରଣାର କୁଳୁକୁଳୁ ନାଦ୍ୟ, ମର୍ମର ଧ୍ୱନି, ଝିଙ୍କାରୀର ଝଙ୍କାର ନିଶ୍ଚିତ ଭାବରେ ତା କଣ୍ଠରେ ଧ୍ୱନି ସୃଷ୍ଟି କରିବା ପ୍ରେରଣା କରିଛି। ମନେ ପକାନ୍ତୁ ସାର୍ ମାନେ, ଯେତେବେଳେ ମଣିଷଟି କଥା କହିନଥିଲା, କଥା କହିଲେ କେମିତି ସେ ଗୀତ ସୃଷ୍ଟି କଲା, ଯାହାକୁ କି ଲୋକଗୀତ ବୋଲି କୁହାଗଲା, ସାଧାରଣ ଜନତାର ଭାଷା ବୋଲି କୁହାଗଲା। ଯେତେବେଳେ ପ୍ରକୃତି କୋଳରେ ବଢୁଥିଲା, ଆଦିବାସୀ କି ସଭ୍ୟ ମଣିଷ ନୁହଁ, ଆଦିବାସୀ ଆମେ ଆଦିବାସୀର ବଂଶଧର। ଆଜି ସଭ୍ୟ ମଣିଷ କହିଲେ ବି, ଅନ୍ୟ ଜାତିର ମଣିଷର ମାନ୍ୟତା ଦେଲେ ବି, ଆଦିବାସୀ ହିଁ ଆମ ବଂଶଧର, ଆଦିବାସୀ ହିଁ ଆମ ପୂର୍ବପୁରୁଷ, ଆଦିବାସୀ ହିଁ ଆମର ସବୁ କିଛି। ଆମେ ସେଇ ସୃଷ୍ଟି, ସେମାନେ ହିଁ ଆମର ଆଦି ଦେବତା। ତେଣୁ ସେଇ ମଣିଷ ମାନେ ଯେତେବେଳେ ପ୍ରକୃତି କୋଳରେ ଥିଲେ, ସଂସ୍କୃତି କଣ ଜାଣିନଥିଲେ, ଜାତି କଣ ଚିହ୍ନି ନଥିଲେ, ନିଜକୁ ଚିହ୍ନି ନଥିଲେ, ଏକଲା ଜୀବନ ବିତଉଥିଲେ। ତାପରେ ଗୋଷ୍ଠୀଗତ ଜୀବନ, ସାମାଜିକ ଜୀବନ, ପାରିବାରିକ ଜୀବନ ତିଆରି କଲେ, କଥା କହି ଶିଖିଲେ। କିନ୍ତୁ ଏଇ ବାଘର ହେଣ୍ଟାଳ, ହାତୀର ଶବ୍ଦ, ଚଢେଇର କିଚିରି ମିଚିରି ଶବ୍ଦ, ଝରଣାର କୁଳୁକୁଳୁ ଧ୍ୱନି ତାଙ୍କ ମନରେ ଗୋଟେ ତନ୍ମୟ ସୃଷ୍ଟି କରିଥିବ। ସେମାନେ କାହିଁକି ଶବ୍ଦ ସୃଷ୍ଟି କରିପାରିନଥିଲେ? ତେଣୁ ସ୍ୱାଭାବିକ ଭାବରେ ହାତୀର ହେଣ୍ଟାଳକୁ ଶୁଣି, ଝରଣାର କୁଳୁକୁଳୁ ଧ୍ୱନିକୁ ଶୁଣି, ପକ୍ଷୀର କିଚିରି ମିଚିରି ଶବ୍ଦକୁ ଶୁଣି ସେମାନେ କଥା କହିଥିଲେ। ସଭ୍ୟତାର ଆଦ୍ୟ ଉନ୍ମେଷରେ ନିଜକୁ ପ୍ରକାଶ କରିବାର ଯେତେବେଳେ ପ୍ରବଳ ଆକାଂକ୍ଷା ଉଦ୍ବେଳିତ ହେଇଥିବ, ସୃଷ୍ଟି ହେଇଥିବ, ସେତେବେଳେ ତା ମନରେ ସୃଷ୍ଟି ହେଇଥିବ ଭାଷା। ଏଇ ଭାଷାକୁ ପ୍ରଥମେ ଗୀତ ଆକାରରେ ସେ ପ୍ରକାଶ କରିଛି। ସେ ଶଗଡ଼ିଆ ଗୀତ ହଉ, ଚାଷୀର ଗୀତ ହଉ, କୁଆଁରୀ ଝିଅର କାନ୍ଦଣା ଗୀତ ହଉ, ଦୋଳି ଗୀତ ହଉ, ଏହି ସ୍ପନ୍ଦନରୁ ଅର୍ଥହୀନ ଅକ୍ଷର ସୃଷ୍ଟି ହେଇଥିବ ନିଶ୍ଚୟ। ଆଉ ସେ କଥା କହିଛି, ବ୍ୟକ୍ତିଗତ ଜୀବନକୁ ଛାଡ଼ି ଜୀବନର ସାର୍ଥକତା ପାଇଁ ଗୋଷ୍ଠୀଗତ ଜୀବନକୁ ଆପଣେଇ ନେଇଥିବ। ନଦୀ କୂଳରେ ଘଞ୍ଚ ଅରଣ୍ୟ ଭିତରେ ବସତି ସ୍ଥାପନ କରି ପରିବାର ତିଆରି କରିଥିବ। ପରିବାରର ସୁଖ ସମୃଦ୍ଧି ପାଇଁ ସମାଜ ଜୀବନର ନୀତି ନିୟମକୁ ମାନୁ ନିରନ୍ତରରେ ଖୁସିପଣକୁ ପ୍ରକାଶ କରିବା ପାଇଁ ଗୁଣୁଗୁଣୁ ହେଇଥିବ। ଏଇ ଗୁଣୁଗୁଣୁ ପ୍ରବୃତ୍ତି ଯେତେବେଳେ ତା ହୃଦୟର ବନ୍ଧ ଭାଙ୍ଗି ଦେଇଥିବ, ଏଇ ଗୁଣୁଗୁଣୁ ଶବ୍ଦ, ଏଇ ଗୁଣୁଗୁଣୁ ଶବ୍ଦରେ ପାଇଲା କୋଉଠୁ? ନା ନଦୀ କୂଳର କୁଳୁକୁଳୁ ଧ୍ୱନି, ପକ୍ଷୀର କିଚିରି ମିଚିରି ଧ୍ୱନି, ହାତୀର ହେଣ୍ଟାଣ, ବାଘର ରୋଢି, ସିଂହର ଗର୍ଜନରୁ ସେ ଗୁଣୁଗୁଣୁ ଶବ୍ଦ ସୃଷ୍ଟି କରିଥିବ ନିଜ ମନରେ। ଏବଂ ଏଇ ଗୁଣୁଗୁଣୁ ପ୍ରବୃତ୍ତି ଯେତେବେଳେ ତା ହୃଦୟର ବନ୍ଧଟାକୁ ଭାଙ୍ଗି ଦେଇଥିବ, ସେତେବେଳେ ଶତପ୍ରବୃତ ଭାବରେ ସ୍ୱାଭାବିକ ଭାବରେ ସଙ୍ଗୀତ ସୃଷ୍ଟି ହେଇଥିବ। ଆଉ ସେଇ ସଙ୍ଗୀତ ଲୋକ ସାହିତ୍ୟ। ମୁଁ ପ୍ରଥମରୁ କହିଛି, ସୂଚନା ଦେଇଛି, ଲୋକ କହିଲେ ପିପୁଲ ଇନ୍ ଜେନେରାଲ ଅର୍ଥରେ ଆମେ ଗ୍ରହଣ କରିବା ନାହିଁ। ଲୋକ କହିଲେ ସାଧାରଣ ଅଶିକ୍ଷିତ ଆଦିବାସୀକୁ ହିଁ ବୁଝେଇବା, ଏହା ଏକ ସାହିତ୍ୟିକ ବୁଝାମଣା ବୋଲି ମୁଁ ପ୍ରଥମରୁ ସୂଚନା ଦେଇଛି। ତେଣୁ ଏ କ୍ରମରେ କେବଳ ମୟୂରଭଞ୍ଜ ଜିଲ୍ଲାର ଲୋକ ଅର୍ଥାତ ମୟୂରଭଞ୍ଜ ଜିଲ୍ଲାର ଆଦିବାସୀ ମାନଙ୍କ କଥା ହିଁ ଟିକେ ସୂଚନା ଦେବି। ମୟୂରଭଞ୍ଜ ଜିଲ୍ଲା ଆଦିବାସୀଙ୍କ ଲୋକଗୀତ ତାଙ୍କ ସମାଜ ଆଉ ସଂସ୍କୃତିର ଏକ ଲମ୍ବା ଇସ୍ତାହାର। ଅତୀତର ସାହିତ୍ୟାଧର ମୁଁ କହିଛି, ବିଦଗ୍ଧ ସାହିତ୍ୟ ସୃଷ୍ଟି ହେବା ବହୁ ପୂର୍ବରୁ, ବିଦଗ୍ଧ ସାହିତ୍ୟ ସୃଷ୍ଟି ହେବାର ବହୁ ପୂର୍ବରୁ ଲୋକଗୀତ ସୃଷ୍ଟି ହେଇଛି। ଏବଂ ଏଇ ଲୋକଗୀତ ବିଦଗ୍ଧ ସାହିତ୍ୟର ସାହିତ୍ୟାଧନ।
এই ସାଇତା ଧନ ଲୋକଗୀତରୁ ଆଦିବାସୀ ସମାଜର ସାମାଜିକ ଐଶ୍ୱର୍ଯ୍ୟତାକୁ, ତାର ସ୍ଥିତିକୁ, ତାର ଦୃଷ୍ଟି ସମ୍ପର୍କର ଦୃଢ଼ତାକୁ, ତାର ଭିତ୍ତିଭୂମିକୁ ଆମେ ଚିହ୍ନି ପାରିବା, ଜାଣିପାରିବା। ଚିହ୍ନର ଆଖିରେ ସେମାନଙ୍କୁ ଚିହ୍ନିବା, ମାପୁଆଣି ହେଇ ସେମାନଙ୍କୁ ମାପିବା, ଏଇଟା ଜଣେ ସାହିତ୍ୟିକର କର୍ତ୍ତବ୍ୟ ହେବା ଉଚିତ। ଆଦିବାସୀଙ୍କ ଲୋକଗୀତ, ମୟୂରଭଞ୍ଜ ଆଦିବାସୀ, କାରଣ ମୟୂରଭଞ୍ଜ ଆଦିବାସୀ କହିଲେ ସାର୍ ମାନେ ସମଗ୍ର ଓଡ଼ିଶାର ଆଦିବାସୀ। ମୁଁ ମୟୂରଭଞ୍ଜ ଆଦିବାସୀଟାକୁ କାହିଁକି କହୁଛି ନା, ଏଠି ସାନ୍ତାଳ, ଜୁଆଙ୍ଗ, ଲୋଧା, ଭୂଇଁଆ ବିଭିନ୍ନ ପ୍ରକାର ଯୋଉ ଆଦିବାସୀ ରହିଛନ୍ତି। ସାନ୍ତାଳ ମାନେ ଏକ ବୃହତ୍ ଜାତି ଏଠି ଅଛନ୍ତି। ତେଣୁ ମୁଁ ମୟୂରଭଞ୍ଜ ଜିଲ୍ଲାର ଆଦିବାସୀ କହିଲାକୁ ସାନ୍ତାଳ ମାନଙ୍କ କଥା ଟିକେ କହିବି, କାରଣ ସାନ୍ତାଳୀ ଭାଷା ଏବେ ପ୍ରତିଷ୍ଠିତ ଲିଖିତ ଭାଷାର ରୂପ ନେବାକୁ ଚାହିଁଲାଣି। ତେଣୁ ଆଦିବାସୀଙ୍କ ଲୋକଗୀତରେ, ଅନ୍ୟାନ୍ୟ ସଙ୍ଗୀତରେ, ଲୋକଗୀତରେ ଯୋଉ ନିୟମବଦ୍ଧତା ଅଛି, ଯୋଉ ଛନ୍ଦ ଅଛି, ଯୋଉ ରାଗରାଗିଣୀ ଅଛି, ଯୋଉ ଶାସ୍ତ୍ରୀୟ ଅନୁଶାସନ ଅଛି, ଆଦିବାସୀଙ୍କ ଲୋକଗୀତରେ ନିୟମବଦ୍ଧତା ନାହିଁ, ଛନ୍ଦ ନାହିଁ, ଶାସ୍ତ୍ରୀୟ ଅନୁଶାସନ ନାହିଁ। ମାତ୍ର ଲୋକଗୀତକୁ ଛନ୍ଦହୀନ କୁହାଯାଇପାରିବ। ମୋର ମନେ ପଡୁଛି ଏଇ ରୁଆ ବିଉଡା ସମୟରେ ମୋଟରସାଇକେଲ ନେଇ କଲେଜରୁ ଫେରୁଥାଏ, ହଠାତ୍ ପାହାଡି ଝରଣା କଳରେ ଧାଡି ବାନ୍ଧି ଆଦିବାସୀ ଲଳନା ମାନେ ଧାନ ରୋଉଥାନ୍ତି, ସମସ୍ୱରରେ ଗୀତ ଗାଉଥାନ୍ତି। ମୁଁ ସେ ଗୀତକୁ ବୁଝିପାରିଲି ନାହିଁ, ମୋତେ କିନ୍ତୁ ତନ୍ମୟ ଲାଗିଲା। ଛନ୍ଦ ସିନା ନାହିଁ, ଶୃଙ୍ଖଳା ସିନା ନାହିଁ, କିନ୍ତୁ ମୁଁ ଅନୁଭବ କଲି ଯେ ଏଇ ଗୀତରେ ତ ଛନ୍ଦ ଅଛି, ଶୃଙ୍ଖଳା ଅଛି। ଅବୁଝା ସଙ୍ଗୀତଟେ ସିଏ ସିନା, ବୁଝି ହଉନି ସିନା ଲୋକ ଏ ଗୀତକୁ, କିନ୍ତୁ ମଣିଷର ମନକୁ ତ, ମୋ ମନକୁ ତ ତନ୍ମୟ କରିଦେଉଛି। ତେଣୁ ଆଦିବାସୀ ସମାଜ, ତେଣୁ ତାଳ, ଲୟ, ଗ୍ରାମ୍ୟ, ଥାଟ, ସ୍ୱର, ମୂର୍ଚ୍ଛନା ଆଦିବାସୀ ସଙ୍ଗୀତରେ ନାହିଁ ବୋଲି କହିଲେ ଚଳିବ, ଅଛି, କିନ୍ତୁ ତାହା ଲିପିବଦ୍ଧ ନାହିଁ। ତାକୁ ପ୍ରକାଶିତ କରିବା ପାଇଁ ସାମ୍ନାକୁ, ଆଗ ଧାଡିକୁ ପ୍ରତିଷ୍ଠିତ ସାହିତ୍ୟିକ ମାନେ, ପ୍ରବୀଣ ଗବେଷକ ମାନେ ସାମ୍ନାକୁ ଆସୁନାହାନ୍ତି। ସେମାନଙ୍କ ସଙ୍ଗୀତର ଅମୀୟ ଧାରା, ବାଧାବନ୍ଧନ, ନିୟମ ଶୃଙ୍ଖଳାର ଛନ୍ଦିମନ୍ଦି ନ ହୋଇ ଥିଲେ ମଧ୍ୟ ଗିରିଝରଣାର ସ୍ୱଚ୍ଛନ୍ଦ ଗତି ଅନୁକରଣ କରି ଆଗକୁ ଆଗକୁ ବଢିଚାଲେ। ସେଇ ବାଦ୍ୟନାଦରେ ସାମ ତାଳ ନଥାଏ କହିଲେ କହିହେବ। ହାଣ୍ଡିଆ, ମହୁଲି, ଚାଉଳି ପିଆ ଆଦିବାସୀ ବାଦ୍ୟକାରଙ୍କର ହିନ୍ଦୁସ୍ତାନୀ କର୍ଣ୍ଣାଟକ ତାଳ ଦେଖିଲେ ଆଶ୍ଚର୍ଯ୍ୟ ହେବାକୁ ପଡେ। ଥୋମ୍ ମଦ ପିଇ ଦେଇ, ହାଣ୍ଡିଆ ଚାଉଳି ପିଆ ନିଶାରେ ମାତାଲ ହୋଇ ସେମାନେ ଯୋଉ ଗୀତ ଗାଆନ୍ତି, ତାହା ସାନ୍ତାଳୀ ମାନଙ୍କର ବାହା ଗୀତର ଉଦାହରଣ ଏକ ଦଉଛି। ମୁଁ କହିଛି ମୟୂରଭଞ୍ଜ ଜିଲ୍ଲାର ଏକ ଉନ୍ନତ ଜାତି ସାନ୍ତାଳ ଜାତି, ଯାହାର ସାହିତ୍ୟିକ ମୂଲ୍ୟବୋଧ ଏବେ ବି ମଣିଷ ମାନେ, ସାହିତ୍ୟିକ ମାନେ ଗ୍ରହଣ କଲେ। ସାନ୍ତାଳୀ ମାନଙ୍କ ବାହା ଗୀତ କହିଲେ ଫୁଲ ଗୀତ, ଫୁଲର ପାର ବା ଫୁଲର ପର୍ବ। ତାଙ୍କ ଜାତିରେ, ତାଙ୍କ ସଂସ୍କୃତିରେ, ତାଙ୍କ ପରମ୍ପରାରେ ଯେତେବେଳେ ଶାଳ ମହୁଲ ଫୁଲର ଗଛରେ ଫୁଲ ଫୁଟେ, ସେମାନେ ଫୁଲକୁ ଛୁଅନ୍ତି। ସେମାନେ ଏକ ପର୍ବ ପାଳନ କରନ୍ତି। ଏ ପର୍ବ ପାଳନ କରି ସାରିଲା ପରେ ସେମାନେ ଶାଳ, ପଳାଶ, ମହୁଲ ଫୁଲକୁ କବରୀରେ ଦେଖନ୍ତି। ଆପଣମାନେ ସଭ୍ୟ ଦଶର ମଣିଷ ତ, ଆପଣମାନେ କେବେ ଦେଖିନଥିବେ, କିନ୍ତୁ ମୁଁ ମୟୂରଭଞ୍ଜ ଜିଲ୍ଲାର ଆଦିବାସୀଟିଏ। ଆଦିବାସୀ କନ୍ୟାର କବରୀରେ କୁରେଇ ଫୁଲର ସମ୍ଭାରକୁ ଦେଖିଲେ ଆପଣମାନେ ଆତ୍ମବିଭୋର ହେଇଯିବେ। ଆଉ ଏଇ ଆଦିବାସୀ କନ୍ୟାର କବରୀରେ କୁରେଇ ଫୁଲର ସମ୍ଭାର ସେତେବେଳେ ସେମାନେ ଦିଅନ୍ତି ଯେତେବେଳେ ବାହା ଗୀତ ଗାଆନ୍ତି।
ଏବଂ ଏ ଗୀତ ତାଙ୍କର ଏକ ପାରମ୍ପରିକ ଗୀତ। ତେଣୁ ଏ କ୍ରମରେ କେବଳ ସାନ୍ତାଳୀ ଲୋକଗୀତ ନୁହଁ, ସାନ୍ତାଳୀ ଲୋକଗୀତ ଭିତରେ ବାଦ୍ୟ ସମ୍ପର୍କିତ ଗୀତ, ବାହା ଗୀତ, ଭକ୍ତିମୂଳକ ଗୀତ, ପ୍ରେମ ସଂକ୍ରାନ୍ତି ଗୀତ, ବିବାହ ସମ୍ପର୍କୀ ଗୀତ, ଜୁଆଙ୍ଗ ଚାଙ୍ଗୁଲୋକ ଗୀତ, ଯେଉଁମାନେ କି ମୟୂରଭଞ୍ଜ ଜିଲ୍ଲାର ଆଦିବାସୀ ବୋଲି ଧରିଛି ଏବଂ ଏମାନେ ମୟୂରଭଞ୍ଜ ଜିଲ୍ଲା ସହିତ ସମଗ୍ର ଓଡ଼ିଶାର କିଛି ଅଞ୍ଚଳରେ ବି ଏମାନେ ରହୁଛନ୍ତି। ଯଦି ଓଡ଼ିଶାରେ ଅନେକ ପ୍ରକାର ଆଦିବାସୀ ରହିଛନ୍ତି, ତଥାପି ମୁଁ ମୟୂରଭଞ୍ଜ ଜିଲ୍ଲାର କିଛି ଆଦିବାସୀ ମାନଙ୍କୁ ଗ୍ରହଣ କରିଛି। ସାନ୍ତାଳୀ, ଜୁଆଙ୍ଗ, ଭୂଇଁଆ, ବାଥୁଡ଼ି, ଗଣ୍ଡ, ଲଧା, ମାଙ୍କିଡ଼ିଆ, ଖଡ଼ିଆ, କୁମ୍ଭାର ପ୍ରଭୃତି ଜାତି ମୁଁ ଏଇଠି ଆପଣମାନେ ପ୍ରବୀଣ ଗବେଷକ, ଆଲୋଚକ, ଆପଣମାନେ ଅନେକ ଚିନ୍ତା ଚେତନାର ନାୟକ। ମୁଁ ଗୋଟିଏ କଥା କହିବାକୁ ଚାହେଁ, ଯେତେବେଳେ ଲୋକଗୀତ ସମ୍ପର୍କରେ ଏତିକି କଥା କହିସାରିଲିଣି, ଆଉ ଗୋଟିଏ କଥା କହିବା ପାଇଁ ମୁଁ ଇଚ୍ଛା କରୁଛି। କାରଣ ମୁଁ ମୋ ତତ୍ତ୍ୱାବଧାନରେ ଜଣେ ଆଦିବାସୀ ସମ୍ପର୍କରେ PhD କରୁଛି ଏବଂ ସେ PhD କରିବା ସମୟରେ ସେ ଗୋଟିଏ କଥା ଲେଖିଥିଲା ବେଳେ ମୁଁ ଅନୁଭବ କଲି ଯେ ମୁଁ ଦେଖିଲି ଯେ ବିଦଗ୍ଧ ସାହିତ୍ୟ ଆଉ ଅଲିଖିତ ସାହିତ୍ୟ, ଲୋକଗୀତ ଏକ ଅଲିଖିତ ସାହିତ୍ୟ, କଥିତ ସାହିତ୍ୟ, ତାକୁ ବେଦ କୁହାଯାଏ। ଯେମିତି ବେଦକୁ ଶୁଣି ଶୁଣି ମଣିଷ ମନେ ରଖୁଥିଲେ, ଶ୍ରୁତି କହ ତ ବେଦକୁ ମଣିଷ ଶୁଣି ଶୁଣି ମନେ ରଖୁଥିଲେ। ତେଣୁ ଲୋକଗୀତ କୋଉଠି କିଏ ରଚନା କରିନାହିଁ, ତା ପ୍ରକାଶିତ ହେଇନାହିଁ, ମଣିଷ ଶୁଣି ଶୁଣି ମନେ ରଖୁଥିଲେ। ମୁଖରୁ ମୁଖକୁ ଇଏ ଗତି କରୁଥିଲା। ଏହାକୁ ଗ୍ରାମ୍ୟ ଗୀତ ବି କୁହାଯାଉଥିଲା ଲୋକଗୀତକୁ। ଏହାର ଅନ୍ୟ ନାମ ବେଦ ବୋଲି କୁହାଯାଉଥିଲା। ଯେମିତି ବେଦକୁ ଶୁଣି ଶୁଣି ମନେ ରଖୁଥିଲେ, ଲୋକଗୀତକୁ ବି ମଣିଷ ଶୁଣି ଶୁଣି ମନେ ରଖୁଥିଲେ। ଅଶିକ୍ଷିତ ଝିଅଟି, ସାଧାରଣ ଚାଷୀଟି, ଶଗଡ଼ିଆଟି ମନରୁ ଛନ୍ଦିକି ଗୀତ ଗାଇ ଦଉଥିଲା। ଛନ୍ଦହୀନ ହେଲେ ବି ସେ ଛନ୍ଦଯୁକ୍ତ, ସୁନ୍ଦର ଛନ୍ଦ ଭାବରେ ଗୀତ ଗାଇ ପାରୁଥିଲା, ଯାହାକି ଏକ ଆଧୁନିକ ସମାଜର ଗୀତ ଠାରୁ, ବିଦଗ୍ଧ ସାହିତ୍ୟ ଠାରୁ ବହୁତ ଉଚ୍ଚକୋଟୀର ଥିଲା, ବହୁତ ଉନ୍ନତ ସମ୍ପନ୍ନ ଥିଲା। ସେଇଥିପାଇଁ ଏ କ୍ରମରେ ଗୋଟିଏ କଥା ମୁଁ ଆପଣମାନଙ୍କୁ କହିବାକୁ ଚାହୁଁଛି, ବିଦଗ୍ଧ ସାହିତ୍ୟ ଆଉ ଲୋକ ସାହିତ୍ୟ। ଅର୍ଥ ଲୋକ ସାହିତ୍ୟ ଯୋଉଟା କି ଅଲିଖିତ ସାହିତ୍ୟ। ପୂର୍ବରୁ ବି ସୂଚନା ଦେଇଛି ଆପଣମାନଙ୍କୁ ଯେ ଅଲିଖିତ ସାହିତ୍ୟ ବିଦଗ୍ଧ ସାହିତ୍ୟର ଉତ୍ପତ୍ତି ସ୍ଥଳ। ଲୋକ ସାହିତ୍ୟ ବିଦଗ୍ଧ ସାହିତ୍ୟର ଭିତ୍ତିଭୂମି। କାରଣ ଏଇ ଲୋକ ସାହିତ୍ୟରୁ ହିଁ ବିଦଗ୍ଧ ସାହିତ୍ୟର ସୃଷ୍ଟି ହେଉଛି। ଯୋଉଥିପାଇଁ କି ଆଜି ଗବେଷକ, ପ୍ରବୀଣ ଆଲୋଚକ ମାନେ ଲୋକ ସାହିତ୍ୟ ଆଉ ବିଦଗ୍ଧ ସାହିତ୍ୟର ବିଭାଗୀକରଣ କରୁଛନ୍ତି ଏବଂ ଏ ବିଭାଗୀକରଣ କରିବା ଯଥାର୍ଥ। କାରଣ ମୁଁ ଦେଖିଛି, ମୁଁ ଆଲୋଚନା କରିଛି, ମୁଁ ପଢିଛି, ବିଦଗ୍ଧ ସାହିତ୍ୟରେ ଯୋଉ ଚେତନା ଅଛି, ବିଦଗ୍ଧ ସାହିତ୍ୟରେ ଯୋଉ ଭାବପକ୍ଷ ଅଛି, ସେଇ ଭାବପକ୍ଷ, ସେଇ ଚେତନା ଅଲିଖିତ ସାହିତ୍ୟ ଲୋକ ସାହିତ୍ୟରେ ଅଛି। ଉଦାହରଣ ସ୍ୱରୂପ ଧାର୍ମିକ ଚେତନା, ଈଶ୍ୱର ବିଶ୍ୱାସ ବିଦଗ୍ଧ ସାହିତ୍ୟରେ ଅଛି, ଲୋକ ସାହିତ୍ୟରେ ବି ଅଛି। ପ୍ରେମ ଚେତନା କେବଳ ବିଦଗ୍ଧ ସାହିତ୍ୟରେ ଅଛି ବୋଲି କୁହନ୍ତୁନି, ଲୋକ ସାହିତ୍ୟରେ ଅଛି। ମୁଁ ପ୍ରାମାଣିକ ସ୍ୱରୂପ, ମତେ ଯଦି ସମୟ ଦେବେ ମୁଁ ପ୍ରମାଣ କରିକି କହିଦେବି ଯେ ବିଦଗ୍ଧ ସାହିତ୍ୟରେ ଯୋଉ ଚେତନା ଅଛି, ଯୋଉ ଭାବପକ୍ଷ ଅଛି, ତାହା ଆଦିବାସୀଙ୍କ ଲୋକଗୀତରେ ମଧ୍ୟ ଅଛି। ପ୍ରକୃତି ଚେତନା, ପ୍ରକୃତି ସଂସ୍କୃତି ଆପଣ ବିଷୟବସ୍ତୁ ଦେଇଥିଲେ। ପ୍ରକୃତି କୋଳରେ ବଢୁଥିବା ପରା ଏ ଆଦିବାସୀ। ରାଧାନାଥ ପ୍ରକୃତିକୁ ଯେମିତି ଭାବରେ ଚିହ୍ନିଛନ୍ତି, ମୁଁ ଭାବୁଛି ଏ ଆଦିବାସୀ କିଏ ପ୍ରକୃତିକୁ ବେଶୀ ଭାବରେ ଚିହ୍ନିଛି। ଚିଲିକା କୋଳରେ ଘର କରି ରହିବା ପାଇଁ ରାଧାନାଥ ଚିନ୍ତା କରୁଥିଲେ। କରିଥିଲି ଆଶା କରିବି ଯାପନ, ତପଶ୍ଚିମ ତୀରେ ପଶ୍ଚିମ ଜୀବନ। ସେ ଆଶା କରିଥିଲେ, ରାଧାନାଥ ପ୍ରକୃତି କବି ଆଶା କରିଥିଲେ ଚିଲିକାର ପଶ୍ଚିମ ତୀରରେ ଛୋଟିଆ କୁଡ଼ିଆଟେ କରି ରହିବେ। କିନ୍ତୁ ଆଦିବାସୀଟିଏ
ଶିମିଳିପାଳର ପାଦ ଦେଶରେ କୁଳୁ କୁଳୁ ନାଦ କରି ବୋହି ଯାଉଥିବା ଝରଣା କରି ରହିଥିଲା ପ୍ରକୃତି କୋଳରେ। ସେ ପରା ପ୍ରକୃତିର ସନ୍ତାନ, ସେ ପରା ଆମର ପୂର୍ବପୁରୁଷ। ତାଙ୍କର ଚେତନା, ତାଙ୍କର ଚିନ୍ତା, ତାଙ୍କ ଭାବପକ୍ଷ ଆମ ଜୀବନ ଜୀବିକାରେ ଅଛି, ପ୍ରମାଣ ଅଛି। ଜୀବନବାଦୀ ଦୃଷ୍ଟି ବିଦଗ୍ଧ ସାହିତ୍ୟରେ ଅଛି, ଲୋକ ସାହିତ୍ୟରେ ବି ଅଛି। ଏବଂ ଆଦିବାସୀଙ୍କ ଲୋକଗୀତ ଜୀବନ ଜୀବାର ଏକ ବିଜୟ ମନ୍ତ୍ର। ଦୁଃଖ ଭିତରେ ଯନ୍ତ୍ରଣା, ଦୁଃଖ ଭିତରେ ଯନ୍ତ୍ରଣା ଭିତରେ ଆଦିବାସୀଟିଏ ବଞ୍ଚେ, ଜୀବନ ଜୀଇବା ପାଇଁ ସେ ଚାହେଁ। ଏବଂ ଜୀବନ ଜୀଇବା ଭିତରେ ସେ ଯୋଉ ଆନନ୍ଦ ପାଏ ଆମେ ପାଇବନି। ଗୋଟେ ଉଦାହରଣ ଦଉଛି ସାର୍ ମାନେ, ହ୍ୟାଲୋ, ଆଜ୍ଞା 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 ଗୋଟେ ଉଦାହରଣ ଦଉଛି ଯେ ଆଜ୍ଞା ଦେଖନ୍ତୁ, ଗୋଟେ ସାଧାରଣ ମଣିଷ ଜୀବନ ଜୀବା କହିଲେ ସେ ଯାହା ବୁଝେ, ଗୋଟେ ସଭ୍ୟ ମଣିଷଟା ବୁଝେ ନାହିଁ, ନା ବୁଝେ ନାହିଁ। ସାର୍, ମୁଁ ଥରେ କଲେଜରୁ ଫେରୁଥାଏ, ସନ୍ଧ୍ୟା ହେଇ ଆସୁଥାଏ, ଗୋଟେ ଝରଣା କୂଳରେ ଦେଖିଲି ଶୀତ ଦିନ ଧାନ କଟା ଚାଲିଛି, ଗୋଟେ ଆଦିବାସୀ ନଈ କୂଳରେ ବସିକି ଭାତ ଖାଉଛି। ମାସେ କି 2 ମାସ ହବାର କଅଁଳିଆ ଛୁଆଟିକୁ ନଈ କୂଳରେ ପତ୍ର, ଶାଳ ପତ୍ର ବିଛେଇ ଦେଇକି ଶୁଏଇ ଦେଇଛି ଏବଂ ବୁଢା ବୁଢୀ ବସି ସେଠି ଭାତ ଖାଉଛି। ସାଧାରଣ ଦୃଶ୍ୟ, କିନ୍ତୁ ଏଇ ତାଙ୍କ ଖାଇବା ଭିତରେ ମୁଁ ଏକ ଅସାଧାରଣ ଦୃଶ୍ୟ ଦେଖିଲି। ମୁଁ କହୁଛି ଜୀବନ ଜୀଇବା, ଯନ୍ତ୍ରଣା ଭିତରେ ବଞ୍ଚିବା, ଦୁଃଖ ଦୁର୍ଦ୍ଦଶା ଭିତରେ ବଞ୍ଚିବା। ମୁଁ ଏଇ କଥା କହିବା ପାଇଁ ଏ କଥାଟାକୁ କହୁଛି। ତାଙ୍କ ଭାତ ଖାଇବା ଭିତରେ ମୁଁ ଏକ ଅସାଧାରଣ ଦୃଶ୍ୟ ଦେଖିଲି। କଣ ଦେଖିଲି? ମୁଁ ଦେଖିଲି ଗୋଟିଏ ବେଲାରେ ପାଣି ଭାତ, ପଖାଳ ଭାତ ଖାଉଛନ୍ତି ଏବଂ ସେ ବେଲା ସାମ୍ନାରେ ପତରଟିଏ ପଡିଛି। ମୁଁ ଲକ୍ଷ୍ୟ କଲି ପତରରେ ଲୁଣ ନାହିଁ, ଲଙ୍କା ନାହିଁ, କିଛି ନାହିଁ। ବେଲା, ଭାତ ବେଲାରେ ହାତ ମାରୁଛନ୍ତି, ଖାଲି ପତରରେ ହାତ ମାରିକି ଭାତ ଖାଉଛନ୍ତି। ମୁଁ କିଛି ବୁଝିପାରୁନି, କିଛି ବୁଝିପାରୁନି। ମୁଁ ଗଲି ପାଖକୁ, ମୁଁ ପଚାରିଲି, ଆରେ ବାବୁ, ପତରେ ତ ଲୁଣ ନାହିଁ, ଲଙ୍କା ନାହିଁ, ଭାତ ଖାଉଛୁ, ଖାଲି ପତରରେ ହାତ ମାରୁଛୁ କାହିଁକି? ହସିଦେଲା, କହିଲା, ବାବୁ ତୁ କିଟା ବୁଝିବୁ? ଖାଲି ପତରରେ ହାତ ମାରିକି ମନଟାକୁ ମୁଁ ଭୁଲେଇ ଦଉଛି। ମାର୍କେଟ ଲକ୍ଷ୍ୟ କର, ଜୀବନ ଜୀଇବା, ଯନ୍ତ୍ରଣା ଭିତରେ, ଦୁଃଖ ଭିତରେ ବଞ୍ଚିବା। ଜଣେ ଅସାଧାରଣ ମଣିଷ, ଶିକ୍ଷିତ ସଭ୍ୟ ମଣିଷ ବଞ୍ଚିବା ଅର୍ଥ ବୁଝେ ନାହିଁ, ବୁଝେ ଆଦିବାସୀ। ଅଭାବ ଭିତରେ ଖାଲି ପତରରେ ହାତ ମାରିକି ଜୀବନକୁ ବଞ୍ଚେଇ ଦେଇଛି, ଜୀବନକୁ ଆନନ୍ଦରେ ପୂରେଇ ଦଉଛି। ଅଭାବ ଭିତରେ, ଦୁଃଖ ଭିତରେ, ଯେତେ ଦୁଃଖ ଥାଉ, ଯେତେ ଅଭାବ ଥାଉ, ଆଦିବାସୀ ମାନେ ତାଙ୍କର ସାମାଜିକ ଜୀବନକୁ ଦେଖିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେଇଯିବେ। ମୁଁ ଦେଖିଛି, ମୁଁ କହିଛି, ଆଦିବାସୀ ନହେଲେ ବି ଏ ସମ୍ପ୍ରଦାୟ ସହିତ ମୁଁ ଭଲ ଭାବରେ ମିଶିଛି, ଭଲ ଭାବରେ ତାଙ୍କ ସହିତ ସମ୍ପୃକ୍ତି ହେଇଛି। ଯେକୌଣସି ପର୍ବପର୍ବାଣି, ମୃତ ବ୍ୟକ୍ତିର ସଂସ୍କାର କୁହନ୍ତୁ, ପିଲା ଜନ୍ମ ବିଧି କୁହନ୍ତୁ, ବିବାହ କୁହନ୍ତୁ, ଯେକୌଣସି ପର୍ବପର୍ବାଣି କୁହନ୍ତୁ, ଗୋଟେ ଉନ୍ନତ ମଣିଷ ତାର ଭାଇ ବନ୍ଧୁ କୁଟୁମ୍ବକୁ ଡାକେ, କିନ୍ତୁ ଆଦିବାସୀ ତା ଗାଁର ସମସ୍ତ ମଣିଷ। ଏବଂ ସନ୍ଧ୍ୟା ହେଇଗଲେ ଆଖଡା ଘର, ଦାଣ୍ଡ ଘର, ଗାଁ ମୁଣ୍ଡରେ ଗୋଟେ ଘର ଥିବ, ସେଇଠି ସେମାନେ ଏକତ୍ରିତ ହେବେ, ପୁଅ ଆଉ ଝିଅ। ରାତି ତମାମ ବାଦ୍ୟ ବାଜିବ, ନାଚିବ, ନାଚିବେ, ଗୀତ ଗାଇବେ। ବାଦ୍ୟ ବିନା ଗୀତ ନାହିଁ, ମାତାଲ ହେଇକି ନାଚିବେ, ଗୀତ ଗାଇବେ, ମନର ଦୁଃଖକୁ, ଯନ୍ତ୍ରଣାକୁ ସେମାନେ ଭୁଲିଯିବେ।
तेणु एक क्रम मु केवल तांकर धर्मीय चेतना जीवन जीवार बीज मंत्र गोष्ठीगत जीवन अपूर्व सुजोग केतोटी कथा कहना चाहूँ कहीं ना ए समस्त चेतना ए समस्त भावपक्ष विदग्ध साहित्य रहिला भली लोक साहित्य आमे जमी मंदिर को जाऊ गिरजा को जाऊ माटीर प्रतिमा को पूजा करूँ से पूजा कर आकाश को पूजा कर गछ को पूजा कर नदी नाल झरणा को पूजा कर वेद मंत्र से उच्चारण करती ना निज मुख निजे सृष्टि कर मंत्र को उच्चारण कर तेणु ईश्वर विश्वास बा धार्मिक चेतना से लोकगीत प्रतुल भाव रही मुझे आदिवासी वनवासी आदिवासी मानव सभ्यतार प्राचीन मनीष एमाने निराकार साकार देवता को पूजा कर आदिवासी माने विश्वास करती केवल मयूरभंज नुह समग्र ओडिशा समग्र भारत वर्ष आदिवासी मु कन्फाइंड कर गोटे निर्दिष्ट अंचल को नहीं किंतु ए अंचल चेतना जहाँ समग्र भारत वर्ष आदिवासी मान चेतना प्राय समान मु देखी आपण मैंने विश्वास करेंगे कि नहीं मुझे कहीपरि मो अंचल अनैत दूर गोटे गाँ अच्छी जिते गोटे पर्व पालन करती केवल अशिक्षित मनीष से एकाठी हूँ कटक भुवनेश्वर रोवा उच्च संपन्न चाकरी करुव आदिवासी माने गाड़ी रे आसती शीतताप नियंत्रण गाड़ी रे हांडिया महुली खाई समस्त सहित मिशंती नाचती गीत गा कारण नाच बिना गीत ना जोठी गीत अच्छी सेठी नाच अच्छी जोठी नाच अच्छी सेठी गीत अच्छी आउ से गीत ही लोकगीत एमाने एमाने साधारणतः मनीष निर्मित कौन सी मूर्ति को पूजा करती नहीं एमाने प्रकृति को पूजा करते कारण मुझे प्रकृति कोल ही मैंने बंची थे प्रकृति एमानकर बासस्थली थिला गछ लता बण पहाड़ नई नाल को तेणु से ईश्वर मान्यता दिए पूर्व पुरुषर आत्मा को अदृश्य शक्ति बोली भावी पूजा करते मन पकातु गोपीनाथ महांती दादी बुढ़ा खजुरी गछ को दादी बुढ़ा कही पूजा करुले दादी बुढ़ा उपन्यास रे गोपीनाथ महांती कथा लिखी कोरापुट आदिवासी मान कथा कारण आदिवासी माने कौन सी मूर्ति पूजा करती गोटे गछ को पूजा करती गोटे प्रकृति को पूजा करती ता कौन सत्य नुह प्रकृति आम ईश्वर नुह नई नाल गछ लता बण पहाड़ ग्रह नक्षत्र यही मानी हम देवता तांको भीतर से ईश्वर को कहते तांको पूजा करती प्रकृतिर मुक्त अंगन रे सही मन को पूजा करती एई माटी मा जल पवन अग्नि वन पर्वत नदी झरणा सबुज सुंदर पल्लव भरा जीवंत वृक्षलता तार उपकारी बंधु जीवंत देवता तेणु यही जीवंत देवता को से पूजा करती मूर्ति को पूजा करती पर्वत शिखर कक्षच्युत हो बण जंगल गढ़ुवा चिक्कण शिलाखंड को स्थापन करी से मन मुताबक ताकू से देवतार मान्यता दियती तेणु से आदिवासी मान धर्म विश्वासी गाँव शेष मुंडरे कौन सी वृक्ष मूल ग्राम देव बा ग्राम देवता को स्थापन कर एमान को विश्वास जे गाँव शेष मुंडरे ग्राम देवता रही ग्राम को रक्षा करी ग्राम देवता तांको सुख शांति दे तेणु से पूजा करती मु एक से ग्राम देवता लोकगीतर अनुवाद संग्रह कर ग्राम देवता है करुची गुहारी बाहु छाया तले रख किए लिखिनी मनरु छांदी किसरे कौन मनरु बांधी कौन ये ग्राम्य गीत लोकगीत
ଗ୍ରାମ ଦେବତା ହେ କରୁଛୁ ଗୁହାରି ବାହୁ ଛାୟା ତଳେ ରଖ, ତୁମେ ସାହା ପ୍ରଭୁ ପଢିଲେ ଆମକୁ ବିପଦ ଆପଦ ଦୁଃଖ। ଠାକୁର ଏ ସଦା କୃପା କରିଥିବ ଆମରି ଗୁହାରି ଶୁଣି, ରକ୍ଷା କରିଥିବ କୁଶଳେ ସଭିଙ୍କୁ ଜଣ ଜଣ କରି ଗଣି। କେତେ ଆତ୍ମୀୟତା ଅଛି ଈଶ୍ୱରଙ୍କ ସହିତ। ଏଇଟା ବେଦ ଉପନିଷଦ କିମ୍ବା କୋଉ ଗୀତା ଭାଗବତ ବ୍ରାହ୍ମଣଙ୍କ ପଥି ପୁସ୍ତକର ପୃଷ୍ଠା ଭିତରେ ଲେଖା ହେଇଥିବା ମନ୍ତ୍ର ନୁହଁ। ଏ ଲୋକ ସାଧାରଣ ଆଦିବାସୀଙ୍କ କଣ୍ଠରୁ ଆପେ ଆପେ ସ୍ୱାଭାବିକ ଭାବରେ ସୃଷ୍ଟି ହେଇଥିବା ଗୀତ। ପୁଣି ସେମାନେ କହନ୍ତି ସୃଷ୍ଟିକର୍ତ୍ତା ପିତା ବ୍ରହ୍ମାଣ୍ଡ ଦେବତା। ଏଇଟା କୋଉଠି ଲେଖା ହେଇଛି? କୋଉ ଶାସ୍ତ୍ର ଲେଖା ହେଇଛି? ସେମାନଙ୍କ ମୁଖରୁ ସୃଷ୍ଟି ହେଇଛି। ଏହା ଏକ ମୁଖବନ୍ଧା ଗୀତ। ସୃଷ୍ଟିକର୍ତ୍ତା ପିତା ବ୍ରହ୍ମାଣ୍ଡ ଦେବତା ସିଂବଙ୍ଗା ପରମେଶ୍ୱର, ତାଙ୍କର ଦେବତା ଜଣେ ସିଂବଙ୍ଗା। ମାରାଙ୍ଗବୁରୁ ତାଙ୍କ ଦେବତା। ସିଂବଙ୍ଗା ପରମେଶ୍ୱର ସୂର୍ଯ୍ୟ ଚନ୍ଦ୍ର ତାରା ପୃଥିବୀ ଆକାଶ ଗଢିଲା ସାରା ସଂସାର। କାରଣ ସୂର୍ଯ୍ୟ ଦେବତାଙ୍କୁ ସେମାନେ ପୂଜା କରନ୍ତି, କାରଣ ସେଇମାନଙ୍କୁ ସେ ଈଶ୍ୱର ବୋଲି ମାନନ୍ତି। ଏ ସମସ୍ତ ବ୍ୟତୀତ ମୁଁ କହିଛି ଯେ ପ୍ରକୃତି କୋଳରେ ଥିଲେ, ପ୍ରକୃତିକୁ ସେମାନେ ପୂଜା କରୁଥିଲେ। ଝୁମ୍ ଝୁମ୍ ଦୁମ୍ ଦୁମ୍ ଝିପ୍ ଝିପ୍ ବର୍ଷାର ବେଗକୁ ଆନନ୍ଦରେ ସେମାନେ ଗ୍ରହଣ କରୁଥିଲେ। ଢୁ ଢୁ ମେଘର ତାଣ୍ଡବରେ ବିଲ ହୁଡ଼ା ସବୁ ପରିପୂର୍ଣ୍ଣ ଯେତେବେଳେ ହେଇଯାଉଥିଲା, ସେମାନେ ଏକାଠି ନାଚୁଥିଲେ। ଏବଂ ତାଙ୍କ ଲୋକ ଗୀତରେ ଆଉ ଏକ ବଡ଼ କଥା ମୁଁ ଅନୁଭବ କରିଛି ଯେ ଗୋଟେ ଗୋଷ୍ଠୀଗତ ଜୀବନର ଏକତ୍ରୀକରଣର ଏକ ଅପୂର୍ବ ସୁଯୋଗ ଲୋକଗୀତ ସୃଷ୍ଟି କରୁଛି। ଆଦିବାସୀଙ୍କ ଜନଜୀବନର ସବୁଠାରୁ ବଡ଼ ବୈଶିଷ୍ଟ୍ୟ ହେଉଛି ଏକାଠି ସରଳ ବିଶ୍ୱାସୀ। କାରଣ ମୁଁ କହିଛି ଏମାନଙ୍କ ସହିତ ମୁଁ ଏକାତ୍ମ ହୋଇଛି, ତାଙ୍କ ପର୍ବପର୍ବାଣି ମିଶିଛି। ଏମାନେ ଯାହାକୁ ବିଶ୍ୱାସ କରିବେ, ଆଶ୍ଚର୍ଯ୍ୟକୁ ପଡ଼େ। ମୁଁ ଭାବେ ଏମାନଙ୍କ ଠାରୁ ବିଶ୍ୱାସୀ ମଣିଷ ଆଉ କିଏ? ଆଜି ଏ ଯନ୍ତ୍ର ସଭ୍ୟତା ଜ୍ଞାନ ବିଜ୍ଞାନର ସଭ୍ୟ ମଣିଷ ଏମାନଙ୍କୁ ଆଜି ଅବିଶ୍ୱାସୀ କରିବା ପାଇଁ ବାଧ୍ୟ କରିଛି। କିନ୍ତୁ ସତରେ ଏମାନେ ସରଳ ମଣିଷଟିଏ, ଅବିଶ୍ୱାସୀ ମଣିଷଟିଏ। ତେଣୁ ଆଦିବାସୀଙ୍କ ପର୍ବପର୍ବାଣୀ, ବିବାହ, ପିଲା ଜନ୍ମ ବିଧି, ମୃତ ବ୍ୟକ୍ତିର ସଂସ୍କାର, ଦେବାଦେବୀଙ୍କ ପୂଜା ପାର୍ବଣରେ ଏମାନେ ଏକାଠି ହୁଅନ୍ତି। ହିନ୍ଦୁ ଘରେ ପିଲାଟିଏ ଜନ୍ମ ହେଲେ ସିଏ ଯାହା ପାଳନ କରେ ଏମାନେ ବି ସେୟା ପାଳନ କରେ। ହିନ୍ଦୁ ଗର୍ଭରେ ପର୍ବପର୍ବାଣୀ ଯାହା ହୁଏ ଏମାନେ ବି ପାଳନ କରନ୍ତି। କାରଣ ଆଜି ହିନ୍ଦୁ ମଣିଷଟିଏ ଯେ ନିଜକୁ ତଥାକଥିତ ବ୍ଲାଡି ହିନ୍ଦୁ ଜିମ୍ ବୋଲି ବୁଝଉଛି, ଆର ଚିନ୍ତା ଚେତନା, ଏହାର ଭାବପକ୍ଷ ସେଇଠୁ ଆସିଛି। କାରଣ ମୁଁ ପୂର୍ବରୁ ସୂଚନା ଦେଇଛି, ଆମେ ଆଦିମ ଅଧିବାସୀର ପରବର୍ତ୍ତୀ ବଂଶ। ଆଜି ଆମ ସଂସ୍କାର ବଦଳି ଯାଇଛି, ଆଜି ଆମ ସଂସ୍କୃତି ବଦଳି ଯାଇଛି, କିନ୍ତୁ ଆମ ସଂସ୍କୃତି, ଆମ ସଂସ୍କାରର ପୂର୍ବଭାଷା ଆଦିବାସୀ ଜୀବନ ସଂସ୍କୃତିରେ ଦେଖିବାକୁ। ମୁଁ କହିଛି ଯେ ଆମେ ଯେତେବେଳେ ନିଜର ଭାଇ ବନ୍ଧୁ କୁଟୁମ୍ବକୁ ନେଇ କୌଣସି ପର୍ବପର୍ବାଣି ପାଳନ କରନ୍ତି, ଏମାନେ ପ୍ରାୟ ତାଙ୍କ ଗାଁର ସମସ୍ତଙ୍କୁ ନେଇ ପାଳନ କରନ୍ତି। ପ୍ରାୟ ଅଧିକାଂଶ ଆଦିବାସୀ ଗ୍ରାମ ମାନଙ୍କରେ ଗୋଟେ ଏକତ୍ର ସୂତ୍ରରେ ବନ୍ଧା ହେଇଥାଏ। ପ୍ରତ୍ୟେକ ଆଦିବାସୀ ସେମାନଙ୍କ ଭାବ ଭାବନାରେ ସ୍ୱାତନ୍ତ୍ରତା ଥିଲେ ମଧ୍ୟ ପର୍ବପର୍ବାଣୀ, ପିଲା ଜନ୍ମ ବିଧି, ମୃତ ବ୍ୟକ୍ତିର ସଂସ୍କାର, ବିବାହ, ପୂଜା ପାଠର ଗ୍ରାମର ଅବାଳ ବୃଦ୍ଧବନିତା ସ୍ୱାଭାବିକ ଭାବରେ ଅଂଶଗ୍ରହଣ କରେ। ଗ୍ରାମର ମଙ୍ଗଳ ପାଇଁ, ଚାଷୀର ଭଲ ଚାଷ ପାଇଁ, ବନ୍ୟଜନ୍ତୁରୁ ନିଜକୁ ରକ୍ଷା ପାଇଁ, ରୋଗରୁ ମୁକ୍ତି ପାଇଁ, ଗୋଷ୍ଠୀଗତ ଜୀବନ ଯିବା ପାଇଁ ଆଦିବାସୀଙ୍କ ସ୍ୱାତନ୍ତ୍ରତାର ବଳିଷ୍ଠ ଉଦାହରଣ।
ତେବେ ଏ ସମସ୍ତ ପର୍ବପର୍ବାଣୀ ଭିତରେ କେବଳ ପର୍ବପର୍ବାଣୀ ବା ସ୍ୱାତନ୍ତ୍ରତା ଦେଖାଯାଏନି, କାରଣ ସମସ୍ତ ପର୍ବପର୍ବାଣୀ ସ୍ୱାତନ୍ତ୍ର ଭିତରେ ସେମାନଙ୍କର ଗୀତ ରହିଛି। ନାଚିବେ, ଗାଇବେ, ଏକାଠି ରହିବେ, ପାହାଡ ପର୍ବତ, ନଦୀ ଝରଣା, ତାହାରି ଭିତରେ ଚିତାକର୍ଷକ ଦୃଶ୍ୟ ଭିତରେ ନିଜକୁ ସେ ହଜେଇ ଦେବେ। ଆଉ କର୍ମକ୍ଲାନ୍ତ ଜୀବନ ବଙ୍କା ଚାହାଣୀ ଭିତରେ ସେମାନେ ବଞ୍ଚିବାକୁ ଚାହିଁବେ। ଯନ୍ତ୍ରଣା ଭିତରେ, ଦୁଃଖ ଭିତରେ ବଞ୍ଚିବା ହିଁ ତାଙ୍କର ଜୀବନ। ଏହି ଜୀବନ ହିଁ ପ୍ରକାଶିତ ହେଇଛି ତାଙ୍କ ଲୋକଗୀତରେ। ଲୋକଗୀତରେ ତାଙ୍କ ନିଷ୍କପଟ ହୃଦୟତାର ସର୍ବଶ୍ରେଷ୍ଠ ଉଦାହରଣ ସେମାନେ ଦେଇଛନ୍ତି। ନିଜ ଜନ୍ମମାଟି ବଣ ପାହାଡ ପ୍ରତି ଅଗାଢ ଅନୁରକ୍ତି, ପରମ୍ପରା ପ୍ରତି ପ୍ରବଳ ମୋହ, ପ୍ରାଚୀନ ଧର୍ମ ବିଶ୍ୱାସ, ଏକତା, ଭାଇ ଭାବ, ପରୋପକାର, ନାରୀ ଜାତି ପ୍ରତି ସମ୍ମାନ ବୋଧ, ସ୍ୱାଧୀନତା, ଯୌତୁକ ବିବାହ ବିବାହ। ଯୌତୁକ ଡିଫରେନ୍ସ ଦେଖିବେ, ଆମର କନ୍ୟା ଘର ଯୌତୁକ ଦିଏ, କିନ୍ତୁ ତାଙ୍କର ବର ପକ୍ଷ ଯୌତୁକ ଦବ। ହଁ, କନ୍ୟାକୁ ଯଦି ଟେକି ନେଇଗଲା ସିଏ ଯୌତୁକ ଦବ, କନ୍ୟା ଘରକୁ ଦବ। ଆମର କନ୍ୟା ଘର ବରପକ୍ଷକୁ ଦେବେ, ତାଙ୍କର ବରପକ୍ଷ କନ୍ୟା ଘରକୁ ଦେବେ। ଏଇ ଡିଫରେନ୍ସଟା ରହିଛି। ନହେଲେ ପ୍ରାୟ ସବୁ ଗୋଷ୍ଠୀଗତ ଜୀବନ ପାଇଁ ବୀଜ ମନ୍ତ୍ର ସାଜିଥିବା ଲୋକଗୀତ ଗୁଡ଼ିକ ସରଳ, ତରଳ, ପାହାଡି ଝରଣା ପରି ଉଚ୍ଛଳ ବେଗମତୀ। ତେଣୁ ମୋର ବିଶ୍ୱାସ ଏ ଲୋକଗୀତକୁ ଆଜି ନହେଲେ ବି କାଲି କେବଳ ଅଲିଖିତ ସାହିତ୍ୟ କହି ବିଦଗ୍ଧ ସାହିତ୍ୟକାର ମାନେ ଅଲିଖିତ ସାହିତ୍ୟ କରି ତାକୁ ରଖିଦେବା ଉଚିତ ନୁହଁ। ଆଜି ନହେଲେ ବି କାଲି ପରବର୍ତ୍ତୀ ବଂଶଧର ଏ ସାହିତ୍ୟକୁ ଶ୍ରେଷ୍ଠ ସାହିତ୍ୟର ମାନ୍ୟତା ଦେଲେ ଆଦିବାସୀ ଜୀବନ ସଂସ୍କୃତିକୁ ବଞ୍ଚେଇବାର ପ୍ରବଳ ଚେଷ୍ଟା ବୋଧେ ଯଥେଷ୍ଟ। ଏଇ ବିଶ୍ୱାସ, ଏଇ ଆଶା ରହି ଆପଣମାନଙ୍କ ପାଖରୁ ବିଦାୟ ନେଉଛି। ଧନ୍ୟବାଦ ସାର୍। খুব শীঘ্র খুব ଶୀଘ୍ର ତାଙ୍କର ରଚିତ 700ରୁ 800 ପୃଷ୍ଠା ବିଶିଷ୍ଟ ଗୋଟେ କୃତି ଓଡ଼ିଆ ଗଳ୍ପରେ ମାନବତ୍ୱର ଚରିତ୍ର ପ୍ରକାଶ ପାଇବା ପାଇଁ ଯାଉଛି। ତାଙ୍କ ପରି ଜଣେ ବଳିଷ୍ଠ ବ୍ୟକ୍ତିତ୍ୱଙ୍କୁ ଆମ ପାଖରେ ପାଇ ଆମେ ନିଶ୍ଚିତ ଧନ୍ୟ ମନେ କରୁଛୁ ଏବଂ ତାଙ୍କର ଆଶୀର୍ବାଦ ଆମ ଉପରେ ସବୁବେଳେ ଥିବ, ଏହା ମୁଁ ତାଙ୍କ ପାଖରୁ କାମନା କରୁଛି। ତାଙ୍କର ଶ୍ରଦ୍ଧା ଓ ଆଗ୍ରହର ସହିତ ଏ କାର୍ଯ୍ୟକ୍ରମରେ ଯୋଗ ଦେଇଥିବାରୁ ତାହା ଆମକୁ ଉତ୍ସାହିତ କରିଛି। ସେଥିପାଇଁ ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ ତରଫରୁ ତାଙ୍କୁ ଅଶେଷ ଅଶେଷ କୃତଜ୍ଞତା ଆଉ ଧନ୍ୟବାଦ ଜ୍ଞାପନ କରୁଛି। ଧନ୍ୟବାଦ ସାର୍। ବର୍ତ୍ତମାନ ମୁଁ ଦିଲ୍ଲୀପ ବାବୁଙ୍କୁ ଅନୁରୋଧ ରଖୁଛି, ଯଦି କୌଣସି ପ୍ରଶ୍ନ ଥାଏ ତାହେଲେ ସାରଙ୍କୁ ପଚାରି ପାରିବେ। ହଉ ସାର୍, ମୁଁ ସମସ୍ତଙ୍କୁ ଅନୁରୋଧ କରିଛି ଏଇ ଯୋଉ ଲୋକ ସାହିତ୍ୟ ଭିତରେ ଆମେ ଆଲୋଚନା କଲେ ଏ ସମ୍ପର୍କିତ କୌଣସି ଯଦି ପ୍ରଶ୍ନ ଅଛି ଆମେ ସିଧାସଳଖ ସାରଙ୍କୁ ପଚାରି ପାରିବା। ନାଇଁ, ସିଧାସଳଖ ଦିଲ୍ଲୀପ ଭାଇ ଦୁଇଟି ପ୍ରଶ୍ନ ଅଛି ଚାଟ୍ ବକ୍ସ ରେ, ଆପଣ ହଁ, ଚାଟ୍ ହ୍ୟାଲୋ ବକ୍ସ ରୁ ସାର୍। ନିଅନ୍ତୁ। ସମୟ ହେଇଛି, ଦୁଇଟି ପ୍ରଶ୍ନ ଅଛି। ହ୍ୟାଲୋ ଚାଟ୍ ବକ୍ସ ସାର୍, ରୁ ମୁଁ ନିଅନ୍ତୁ। ଶୁଣି ପାରୁନାହିଁ। ଦିଲ୍ଲୀପ ହ୍ୟାଲୋ। ଭାଇ ଆପଣ ପ୍ରଶ୍ନ ନିଅନ୍ତୁ। ହଁ ହଁ, କିଛି ଚିତ୍ତ ଭାଇ, ଶୁଣାଯାଉନି। ମୁଁ ଆକ୍ଚୁଆଲି ଚାଟ୍ ବକ୍ସକୁ ଯାଇପାରିନି, ଆପଣ ଟିକେ କାଇଣ୍ଡଲି ପ୍ରଶ୍ନ ଦୁଇଟି ପଢିଦେବେ। ଟିକେ କୁହନ୍ତୁ କୁହନ୍ତୁ, ମୁଁ ହଁ, ନାଇଁ ଟିକେ କୁହନ୍ତୁ, ଆଲୋଚନା ନ କଲେ ଭଲ ଲାଗିବନି। ନିରଞ୍ଜନ ପ୍ରକୃତରେ ପତି ଶୁଣା ଯାଉନି କିଛି। ଅନୁଗୁଳରୁ ପଚାରି, ଯୁଧିଷ୍ଠିର ଭାଇ ଆପଣ ସହଯୋଗ କରିବେ ବକ୍ତାଙ୍କୁ। ସାର୍, ନିରଞ୍ଜନ ପତି ଅନୁଗୁଳରୁ ପଚାରିଛନ୍ତି, ହଁ। ମୟୂରଭଞ୍ଜ ଲୋକ ଗୀତ ସମୂହର କଣ କିଛି ଲିଖିତ ଭାଷା ନାହିଁ? ଏହାର କୌଣସି ଲିଖିତ ପୁସ୍ତକ ଅଛି କି ନାହିଁ? ନାଇଁ 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 ଆପଣଙ୍କୁ ସାର୍, ଶୁଣନ୍ତୁ, ଧନ୍ୟବାଦ ସାନ୍ତାଳୀ ଜଣାଇଛନ୍ତି। ଭାଷାରେ କିଛି ଅଛି।
हेलो सर आज्ञा सर कहतु। सान्ताली भाषा रे किछि अछि अन्य भाषा रे लिखित रूप एपर्यंत नाही केवल विनोद नायक बणमूलकर संगीत बोली एक पुस्तक रचना करिसेंती किछि संगृहीत गीत को से पुस्तक रे स्थान देइछन अलचिकी भाषा अलचिक सान्ताली अलचिक भाषा ता ऊपर किछि बही लेखा है हेलो आज्ञा बिल्कुल भगवान धन्यवाद। किछि आउ सुना गोटे जाउनी प्रश्न कोन आउ गोटे प्रश्न सर अछि कि जणे बनवासी शिक्षित हेले से तांकर जीवन पद्धति को बदलै दियंती किंतु तांकर ट्रेडिशन को भूली पारंती नाही तांकर परंपरा को काहे कि कोन आउ थरे कोन से इंग्रजी रे प्रश्नटीए पचारिचंती एन हाँ एजुकेटेड ट्राइब कैन चेंज देयर लाइफस्टाइल बट कैंट फॉरगेट देयर ट्रेडिशंस। नहीं मु प्रश्न टे बुझी परली नहीं जणे बनवासी शिक्षित हेले भी ना शिक्षित होई निजर जीवन को जीवन पद्धति को बदलै पारंती किंतु निज परंपरा को भूली पारे नहीं ना कौन पाई तार कारण होउची सेमाने परंपरा विश्वासी संस्कृति विश्वासी जेते उन्नत हेले भी मु प्राय कहि मो भाषण प्रसंग रे गोटे कथा कहली एई मो गाँव 7-8 किलोमीटर दूर गोटे पर्व पालन करा जाए सेतेबेले मु देखे एटी अशिक्षित आदिवासी टे जेमिति महुली पानी कहीं नाचे भुवनेश्वर शीतताप नियंत्रण कार चढ़ी आसीथिबा मनीषटी भी तांको सहित मिसे भाई बंधु कुटुंबर मु कहलिनी जे तांकर जो गोष्ठीगत जीवन जोटा कि अन्य जाति रे नाही अन्य संप्रदाय रे नाही आदिवासी जीवन रे गोष्ठीगत जीवन एक श्रृंखलित जीवन जेते उन्नत हेले भी जेते सभ्य हेले भी से माने निश्चय आसीबे समान पाखो एवं पर्वपर्वाणी रे एकाठी हेबे से मृत व्यक्तिर संस्कार हो बा पर्वपर्वाणी हो से माने तांको सहित मिसिबे तेणु से माने तांको संस्कृति को परंपरा को केबे भूली जानती नाही आउ सर कौन हाँ बहुत धन्यवाद सर। आउ गोटे प्रश्न अछि सर स्वर्णमयी पुरोहित पचारिछंती आज्ञा तांकर प्रश्न होची विभिन्न अंचलर लोकगीत रे विशेष विभिन्नता कौन रही सर विभिन्नता होची विभिन्नता किछि नाही केवल शब्द संयोजन रे प्रकाश करिवार भंगी रे धरंतु मयूरभंजर लोकगीत कोरापुट अंचल आदिवासी लोकगीत सेमाने पर्वपर्वाणी पालन करुचंती तांको भाव भावना प्रकाश करुचंती मयूरभंज बा केन्दुझर की ढेंकानाल की अन्य जिलार आदिवासी माने तांको पर्वपर्वाणी पालन करुचंती एवं तांको भाव भावना प्रकाश करुचंती प्रभेद एतिकी भाषा रे शैली रे प्रकाश करिवार भंगी रे एतिकी प्रभेद रही आउ किसी प्रभेद नहीं केवल भाषा धन्यवाद सर आपण सर जे तीनोटी ए आउ पचारंतु सर कौन ही कि सर शुणु मु मोर असहायता प्रथम कही जे प्रकृत रे गोटे सर आपण अति सुंदर भाबरे आलोचना रखिले एवं प्रश्न गुड़िकर मध्य उत्तर रखिले एबे हमर समय अंतिम पर्याय रे माननीय सभापति को आमे निवेदन करिवु से समाप्ति मंतव्य देबे। नमस्कार मु वर्तमान आमर नवीन किशोर सिंह महोदय को अनुरोध करी से आजिकल धन्यवाद प्रस्ताव देवे सभापति मंतव्य पर धन्यवाद अच्छी सभापति आगे कहे युधिष्ठिर भाई। हाँ सर युधिष्ठिर भाई धन्यवाद भाई। वास्तविक ये आलोचना आम समस्त मन को छुईला एवं ये सार होचंती मोर नमस्य पूज्य एवं गुरु मध्य आशा करूचु तांको पाखरु से सबुदिन आम आम पाखरे रही कि आमको प्रेरणा दउथिबे एवं जो आदिवासी संप्रदायर गीत संपर्क रे मु दीपद कहिया पे जाउची
वास्तविक आदिवासी संप्रदायर लोक माने तांको समाज को आधार करिकी तांकर परिवेष्टनी को आधार करिकी एवं वर्तमान समय रे जो परिवर्तन होउची ताको आधार करिकी तांकर ए लोकगीत गुडी को बोली थांती। तेबे एई प्रसंग रे मु गोटे ए महंत संप्रदायर गोटे छोट झुमरटी आपण मानक पाखरे रखुची जे केमिति ए समाज को गोटे सामाजिकतार परिवर्तन क्षेत्र रे वर्तमान जो परिवर्तन परिलक्षित होउची सेठू निजको निवृत्त करी निज मातृभूमि आउ निज घर प्रति कौन कर्तव्य रही से संपर्क रे से लोकगीत किछि हमर तथ्य बहन करछि। हाउ तेबे सर मु से लोकगीत बोलछि। कॉलेज पढ़े सियान भावना चाकरी टाकार गौरव करोना पणिका शिखा मास्टर के कबो भूलो ना तोरा पणिका शिखा मास्टर के कबो भूलो ना भाई भाई नियाई लागो नाई बहु पाले भिनु रांधो नाई जन्म करा माई बाप के कबो भूलो नाई तोरा जन्म करा माई बाप के कबो भूलो नाई परेर परब आपन भावना झुमर पाता कबो छाड़ो नाई माई माटी निजर भाषा कबो भूलो नाई तोरा माई माटी निजर भाषा कबो भूलो नाई। धन्यवाद सर। तेबे ए मर्म रे हमर ये जो तथ्य बहन करथिला ताहा होछि निजर जन्मभूमि को एवं भाई भाई मध्यरे किपरि आमे मिलमिशि रहिबा ये होछि एक लोकगीत। यापरे मु नवीन भाई को अनुरोध रखिबी से धन्यवाद पर्वटी को आगू बढ़ेबे। शुभ संध्या समस्त को नमस्कार। नवम ई पाठचक्र आभासी मंच आभासी कार्यक्रम रे समस्ते आमे आज योगदान करछे। सर्वप्रथमे मु धन्यवाद देवा को चाहिए आज ज्ञानी गुणी श्रोता मंडली को सुधी वृंद समस्त महाशय मानू जो मानकर अवदान जो मानकर योगदान ये कार्यक्रम को आज साफल्य मंडित करिछि। तेणु सर्वप्रथमे मु सही श्रोता सम्मान्य श्रोतागण को मु धन्यवाद अर्पण करी से तांकर बहुमूल्य समय आज कार्यक्रम पाई समर्पण करछंती। आज मुख्य वक्ता मुख्य आकर्षण सरल उच्च शिक्षित जी मयूरभंज आदिवासी मानकर सहित एकात्म भाव जड़ित डॉक्टर हरीश चंद्र बारिक महाशय आपणकर संदर्भ आपणकर गवेषणा मयूरभंज लोकगीत उपरे आपणकर विचार मनमुग्धकर अति चमत्कार सुंदर शैली रे सुंदर भाषा माध्यम रे आपणकर उपस्थापन लोकगीत एवं विदग्ध साहित्य एक तुलनात्मक दिग आपण उपस्थापन कले अति चमत्कार महाशय। वास्तव रे मु व्यक्तिगत भाव रे अति आनंदित
ତେଣୁ ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ ମୟୂରଭଞ୍ଜ ଶାଖାରୁ ଆପଣଙ୍କୁ ଅନେକ ଅନେକ ସାଧୁବାଦ ଏବଂ ଅଗଣିତ ଧନ୍ୟବାଦ ଦଉଛି। ମୁଁ କହିବି ନାହିଁ ଆପଣ ବହୁମୂଲ୍ୟ ସମୟ ନଷ୍ଟ କଲେ ଆମ ପାଇଁ। ଆପଣ ଆମ ପାଇଁ ସମୟ ସମର୍ପଣ କରିଛନ୍ତି। ଆପଣଙ୍କୁ ଅଗଣିତ ଧନ୍ୟବାଦ ସାର୍। ସ୍ୱାମୀ ବିବେକାନନ୍ଦ ଲୋକ ସଂସଦର ମୟୂରଭଞ୍ଜ ଶାଖାର ସମ୍ପାଦକ ତଥା ଆଜିର ଆଭାସୀ କାର୍ଯ୍ୟକ୍ରମର ସଭାପତି ଶ୍ରୀଯୁକ୍ତ ଯୁଧିଷ୍ଠିର ମହାନ୍ତ ମହାଶୟ, ଆପଣ ଆଜି ଅତି ସୁନ୍ଦର ଭାବରେ ଚମତ୍କାର ଭାବରେ ସଭାପତିତ୍ୱ କଲେ। ଆପଣଙ୍କର ତତ୍ ସହିତ ଆପଣଙ୍କର ବିଚାର ମଧ୍ୟ କିଛି ରଖିଲେ। ଯୋଉ ଝୁମର ଗୀତଟି ଗାଇଲେ, ଯୋଉ ମା ମାଟି ମାତୃଭୂମିର କଥା ଯୋଉଥିରେ ବର୍ଣ୍ଣିତ ଅତି ଚମତ୍କାର। ଆପଣଙ୍କୁ ମଧ୍ୟ ମୁଁ ଅନେକ ଅନେକ ଧନ୍ୟବାଦ ଜ୍ଞାପନ କରୁଛି। ଆଜିର ସଂଯୋଜନା ଦାୟିତ୍ୱ ନେଇଥିବା ମାନନୀୟ ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ବାରିକ ମହାଶୟ, ଆପଣଙ୍କର ଆଜିର ଅବଦାନ ସଂଯୋଜନା ଅତି ଚମତ୍କାର। ଆପଣଙ୍କୁ ମଧ୍ୟ ଅନେକ ଅନେକ ଧନ୍ୟବାଦ। କାର୍ଯ୍ୟକ୍ରମକୁ ଆରମ୍ଭ କରିଥିବା ଓଁକାର ମାଧ୍ୟମରେ ଆରମ୍ଭ କରିଥିବା ଶ୍ରୀଯୁକ୍ତ ଏଟିଏସ୍ ବେଲାଳ ସେନ ମହୋଦୟ, ଆପଣଙ୍କୁ ମଧ୍ୟ ମୁଁ ଅନେକ ଅନେକ ଧନ୍ୟବାଦ ଜ୍ଞାପନ କରୁଛି। ଆଜିର ବିବେକ ବାଣୀ ପାଠ କରିଥିବା ଏବଂ ଅତି ପରିଚିତ, ଯିଏକି ସମସ୍ତ କାର୍ଯ୍ୟକ୍ରମରେ ସେ ଅଂଶଗ୍ରହଣ କରିଥାନ୍ତି, ଶ୍ରୀଯୁକ୍ତ ରବୀନ୍ଦ୍ରନାଥ ସାହୁ ମହାଶୟ, ଆପଣଙ୍କୁ ମଧ୍ୟ ଅନେକ ଅନେକ ଧନ୍ୟବାଦ ସାଧୁବାଦ। ଶେଷରେ ମୁଁ ଏପରି ଜଣେ ବ୍ୟକ୍ତିଙ୍କୁ ଆଜିର କାର୍ଯ୍ୟକ୍ରମରେ ମୁଁ ବ୍ୟକ୍ତିଗତ ଭାବରେ ପ୍ରଥମ ଥର ପାଇଁ ଧନ୍ୟବାଦ ଦଉଛି। ସ୍ୱାମୀ ବିବେକାନନ୍ଦ ଲୋକ ସଂସଦର ପ୍ରାଣ ପ୍ରତିଷ୍ଠାତା ଶ୍ରୀଯୁକ୍ତ ଚିତ୍ତରଞ୍ଜନ ନାୟକ ସାର୍ ମହାଶୟ, ଆପଣ ପ୍ରତିଟି କାର୍ଯ୍ୟକ୍ରମରେ ଆପଣ ଉପସ୍ଥିତ ରହୁଛନ୍ତି। ଆପଣ ଆମମାନଙ୍କୁ ମାର୍ଗଦର୍ଶନ କରୁଛନ୍ତି। ମୁଁ ଆପଣଙ୍କୁ ମଧ୍ୟ ଅନେକ ଅନେକ ସାଧୁବାଦ, ଅନେକ ଅନେକ ଧନ୍ୟବାଦ, ଅଗଣିତ ଧନ୍ୟବାଦ। ଶ୍ରୀ ଦୀପକ କୁମାର ମହାନ୍ତି ସାର୍ କାର୍ଯ୍ୟକ୍ରମର ଆୟୋଜନ ପ୍ରାୟ ଦୀପକ ସାରଙ୍କ ହାତରେ ଥାଏ। ସେ ସମସ୍ତ କାର୍ଯ୍ୟକ୍ରମ ନିଖୁଣ ଭାବରେ ପୁରା ଅତି ସୁନ୍ଦର ଭାବରେ ସେ କରନ୍ତି। ମୁଁ ବ୍ୟକ୍ତିଗତ ଭାବରେ ଦୀପକ ସାରଙ୍କୁ ଧନ୍ୟବାଦ ଜ୍ଞାପନ କରିବା ପାଇଁ ଚାହିଁବି, କାରଣ ସିଏ ତ ଏଇ ଆମ ଶାଖାର ମୟୂରଭଞ୍ଜ ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ ଶାଖାର ସିଏ ହିଁ ସର୍ବେସର୍ବା। ତେଣୁ ତାଙ୍କୁ ମୁଁ ବ୍ୟକ୍ତିଗତ ଭାବରେ ଧନ୍ୟବାଦ ଦେବି, ଯେ ସବୁ କାର୍ଯ୍ୟକ୍ରମ ଅତି ସୁନ୍ଦର ଭାବରେ ଏବଂ ନିଖୁଣ ଭାବରେ କରୁଛନ୍ତି। ସର୍ବୋପରି ସମସ୍ତଙ୍କୁ ପୁଣି ଥରେ ଆଜିର କାର୍ଯ୍ୟକ୍ରମକୁ ଅତି ସୁନ୍ଦର ଭାବରେ ସାଫଲ୍ୟ ମଣ୍ଡିତ କରିଥିବାରୁ ସମସ୍ତଙ୍କୁ ପୁଣି ଥରେ ମୁଁ ଅଗଣିତ ଧନ୍ୟବାଦ ସାଧୁବାଦ ଜ୍ଞାପନ କରି ରହୁଛି। ନମସ୍କାର। ଧନ୍ୟବାଦ ନବୀନ ସାର୍। କାର୍ଯ୍ୟକ୍ରମର ଅନ୍ତିମ ପର୍ଯ୍ୟାୟରେ ମୁଁ ଶ୍ରୀ ମଙ୍ଗୁଳ ଚରଣ ପାତ୍ର ସାରଙ୍କୁ ଅନୁରୋଧ କରିବି ଆଜିକାର ଶାନ୍ତି ପାଠ କରିବେ ଏବଂ ଆଜିକାର ଶାନ୍ତି ପାଠ କରିବେ। ଶ୍ରୀଯୁକ୍ତ ମଙ୍ଗୁଳ ଚରଣ ପାତ୍ର ମହୋଦୟ। ଧନ୍ୟବାଦ ସାର୍। ଆଜିର ଶାନ୍ତି ପାଠ ଆରମ୍ଭ କରୁଛି। ସ୍ୱସ୍ତି ପ୍ରଜାଭ୍ୟ ପରିପାଳୟନ୍ତାମ୍ ନ୍ୟାୟେନ ମାର୍ଗେ ମହି ମହିଷା ଗୋବ୍ରାହ୍ମଣେଭ୍ୟ ଶୁଭମସ୍ତୁ ନିତ୍ୟମ୍ ସମସ୍ତଲୋକା
सुखिनः भवन्तु सर्वे भवन्तु सुखिनः सर्वे सन्तु निरामया सर्वे भद्राणि पश्यन्तु ओम शांति 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 जय जगन्नाथ। जय जगन्नाथ सर। वर्तमान युधिष्ठिर भाई को अनुरोध करिवे आजिकार सभा सांग करिवे। समस्त को पुनर्बार धन्यवाद पूर्वक आज सभा को ये सांग करा।